तो नमस्ते रामराज। बहुत बहुत धन्यवाद। এই সুন্দর সন্ধ্যাକୁ ସମସ୍ତଙ୍କୁ ସ୍ୱାଗତ, ସମସ୍ତଙ୍କୁ ଶୁଭେଚ୍ଛା, ସମସ୍ତଙ୍କ ପାଇଁ ଶୁଭକାମନା। ସମସ୍ତଙ୍କ ପାଖରେ ଥିବା ସେଇ ପରମାତ୍ମାଙ୍କୁ କୋଟି କୋଟି ପ୍ରଣାମ। କୋଟି କୋଟି ପ୍ରଣାମ ଆମର ଜନ୍ମଦାତା, ଆମର ଜନ୍ମଦାତ୍ରୀଙ୍କୁ, ଆମର ଗୁରୁଙ୍କୁ, ଆମର ଗୁରୁଜନ ମାନଙ୍କୁ, ଆମର ବନ୍ଧୁ, ଆମର ହିତାକାଂକ୍ଷୀ, ଆମର ହିତୈଷୀ ମାନଙ୍କୁ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ ସମସ୍ତଙ୍କୁ କୋଟି କୋଟି ପ୍ରଣାମ ସହିତ ଏଇ ସୁନ୍ଦର ସନ୍ଧ୍ୟାକୁ ଆମେ ଆଗକୁ ନଉଛନ୍ତି। ଏଇ ସୁନ୍ଦର ସନ୍ଧ୍ୟାରେ ଆମେ ଆଗକୁ ଆଗକୁ ବଢୁଛନ୍ତି। ବିଶେଷ ଭାବରେ ସ୍ୱର ବିଜ୍ଞାନ ଆଜି ତୃତୀୟ ସନ୍ଧ୍ୟାରେ ଆମେ ପୁଣି ଥରେ ଆମର ଅନ୍ତର ପ୍ରଦେଶରୁ ଆତ୍ମିକ ଭାବରେ କୋଟି କୋଟି ପ୍ରଣାମ କରୁଛନ୍ତି, କୋଟି କୋଟି କୃତଜ୍ଞତା ଜ୍ଞାପନ କରୁଛନ୍ତି ସେଇ ଦେବ ଦେବ ଭୋଲେ ଦେବ ଭୋଲା ବାବା ଭୋଲେ ମହେଶ୍ୱର ବାବାଙ୍କର ପାଦ ପଦ୍ମରେ କୋଟି କୋଟି ପ୍ରଣାମ। କୋଟି କୋଟି ପ୍ରଣାମ ମା ପାର୍ବତୀ ମେୟା, ଭଗବାନ ଶ୍ରୀ ଗଣେଶ, ଶ୍ରୀ କାର୍ତ୍ତିକେୟ, ଶ୍ରୀ ରାଘବେନ୍ଦ୍ର ସରକାର, ଭଗବାନ ଶ୍ରୀ ରଘୁନାଥଙ୍କର ପଦାରବିନ୍ଦରେ କୋଟି କୋଟି ପ୍ରଣାମ ସହିତ ଏଇ ସୁନ୍ଦର ସନ୍ଧ୍ୟାରେ ଆମେ ଆଗକୁ ବଢୁଛନ୍ତି। ଭଗବାନଙ୍କର ଅଶେଷ କୃପାରେ ସ୍ୱରର କୃପା ଆମ ଉପରେ ବର୍ଷା ହଉଛି। ଏଇ ଅନୁଭବର ସହିତ ଆମେ ଆଗକୁ ଆଗକୁ ବଢୁଛନ୍ତି। ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ, ଥ୍ୟାଙ୍କ ୟୁ ୟୁନିଭର୍ସ। ଆମେ 2 ଦିନରେ ଆମେ ସ୍ୱର କଣ, ନାଡି କଣ, ଚନ୍ଦ୍ର ନାଡିରେ କଣ କାମ କରିବା, ଏ ସବୁ ଜିନିଷ ଏବଂ ଆମ ଦିନକୁ କେମିତି ଭଲ ବନେଇବା, ଦିନକୁ କେମିତି ସଫଳ ବନେଇବା, କୋଉ ଭଳି ଭାବରେ ଆମେ ଶଯ୍ୟା ତ୍ୟାଗ କରିବା, ଏଇଭଳି ଅନେକ କଥା କିଛି ଆମେ ଆଲୋଚନା କରିସାରିଛନ୍ତି। ଆଜି ଆମେ ଏକ ସୁନ୍ଦର ଜିନିଷକୁ ଯିବା, ଯାହାକି କାଲି ଏଇ ପର୍ଯ୍ୟନ୍ତ ଯାଇଥିଲେ। ଆମେ ଆଜିର ଦିନକୁ ଆମେ କେମିତି ସଫଳ କରିବା, ଅର୍ଥାତ ଆମର ଶଯ୍ୟା ତ୍ୟାଗ କେମିତି କରିବା। ତ ଆଜି ଆମେ ଜାଣିବା କି ଆମେ ବର୍ତ୍ତମାନ ଜାଣିଥିଲେ ଚନ୍ଦ୍ର ନାଡି କଣ, ସୂର୍ଯ୍ୟ ନାଡି କଣ, ସୁଷୁମ୍ନା ନାଡି କଣ ଏବଂ କୋଉ ନାଡିରେ କଣ କାମ କରିବା। ତା ସହିତ ଟିକେ ଆଗକୁ ଆସିଥିଲେ କଣ କି ଚନ୍ଦ୍ରମା ସ୍ୱରରେ କୋଉ କୋଉ ଦିନ ଅଛନ୍ତି, ଅର୍ଥାତ ଚନ୍ଦ୍ରମାଙ୍କର କୋଉ କୋଉ ବାରରେ ପ୍ରଭାବ ଭଲ ରୁହେ, ଆଉ ସୂର୍ଯ୍ୟଙ୍କର କୋଉ କୋଉ ବାରରେ ପ୍ରଭାବ ଭଲ ରହେ। ସେଇ କ୍ରମରେ ଆମେ ଜାଣିଥିଲେ ଚନ୍ଦ୍ର ନାଡି ପାଇଁ ବା ଚନ୍ଦ୍ର ସ୍ୱର ପାଇଁ ଆମର ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର। ତାପରେ ଆମେ ପିଙ୍ଗଲା ନାଡି ପାଇଁ ବା ସୂର୍ଯ୍ୟ ନାଡି ପାଇଁ ଜାଣିଥିଲେ ମଙ୍ଗଳବାର, ଶନିବାର, ରବିବାର। ଆମେ ଏଇ ପର୍ଯ୍ୟନ୍ତ ଜାଣିଥିଲେ। ତ ଆଜି ତା ସାଙ୍ଗରେ ପୁଣି ଗୋଟେ କ୍ରିମ ଆମର ଯୋଡି ହଉଛି। ଯଦି ଦୁଇଟି ଜିନିଷକୁ ଆମେ ଏକାଠି କରିଦବା ତାହେଲେ ସଫଳତାର ହାର ଆମର ଆଉ ଟିକିଏ ବଢିଯିବ। ପୁଣି ଯେତେବେଳେ ତତ୍ତ୍ୱକୁ ଆମେ ମିଶେଇବା ଆମେ ସମ୍ପୂର୍ଣ୍ଣ ସଫଳତା ପାଇବା। ତ ମୋର କହିବାର କଥା, ଆମେ ଜାଣିଥିଲେ ବାର କଣ, ଏବେ ଜାଣିବା ଆମେ ତିଥି କଣ। ପ୍ରତ୍ୟେକ ମାସରେ ଦୁଇଟି ପକ୍ଷକୁ ଆମେ ଯାଇଥାଉ। ଗୋଟିଏ ହଉଛି କୃଷ୍ଣ ପକ୍ଷ, ଗୋଟିଏ ହଉଛି ଶୁକ୍ଳ ପକ୍ଷ। ତ କଣ ହୁଏ, ତାର କନସେପ୍ଟ ହଉଛି, ମନେ କରନ୍ତୁ ଏବେ ଅମାବାସ୍ୟା ଗଲା, ଅର୍ଥାତ ଶୁକ୍ଳ ପକ୍ଷ ଷ୍ଟାର୍ଟ ହେଲା। ଅମାବାସ୍ୟା ପରଠାରୁ ଯୋଉ ପ୍ରଥମ ଦିନରୁ ଯେତେବେଳେ ଶୁକ୍ଳ ପକ୍ଷ ଆରମ୍ଭ ହେଲା, ତାର ପ୍ରଥମ 3 ଦିନ ଚନ୍ଦ୍ର ନାଡି। କଣ ପ୍ରଥମ 3 ଦିନ ଚନ୍ଦ୍ର ନାଡି? ନା ଅମାବାସ୍ୟା ପରେ ଯୋଉ 3 ଦିନ, ଯୋଉଟା କି ଆମର ରବିବାର ଥିଲା, ସୋମ, ମଙ୍ଗଳ, ବୁଧ, ଏଇ 3 ଦିନ ଆମେ ଯେତେବେଳେ ଉଠିବା, ୟା ପୂର୍ବରୁ ଆମେ ଆଲୋଚନା କରୁଥିଲେ କି ଆମର ଯୋଉ ନାଡି ଆକ୍ଟିଭ ଅଛି ଆମେ ସେଇ ନାଡିରେ ଆମେ ମ୍ୟାନିଫେଷ୍ଟେସନ କରିବା, ସେଇ ପାଦକୁ ପ୍ରଥମେ ତଳେ ପକେଇବା, ଓହ୍ଲେଇବା, ଏଇ କଥା ଆମେ ଜାଣିଥିଲେ। ଏବେ ସେଥିରେ ଆମେ ଆଡ କରିଦବା କଣ ନା ତିଥି ଅନୁସାରେ ଆମେ ଉଠିବା। ଶୁକ୍ଳ ପକ୍ଷର ପ୍ରଥମ 3 ଦିନ ଚନ୍ଦ୍ର ସ୍ୱରରେ ଆମେ ଉଠିବା।
चंद्र नाड़ी को एक्टिव करके उठिबा हला प्रश्न आसी पारे जे जदि मोर सूर्य नाड़ी चली थिबो ताले मु कोन करबी आमे सूर्य नाड़ी रे उठिबा किंतु नाड़ी को बदलेबार तरीका भी आमे आगु को जानिबा एबेठु आमे कोनोसी ताकू नै कि परेशान होबार नाही खाली तार नियम को जानन अमावास्यार प्रथम 3 दिन होची चंद्र नाड़ी ता पर 3 दिन होची सूर्य नाड़ी ता पर 3 दिन होची चंद्र नाड़ी ता पर 3 दिन होची सूर्य नाड़ी ता पर 3 दिन होची चंद्र नाड़ी अर्थात शुक्ल पक्ष रे 9 दिन आमे पाउचंती चंद्र स्वरर दिन बुझी पारुचंती ठीक सेही भली भाबरे पूर्णिमा आसी गला पूर्णिमा पर दिन ठारू कृष्ण पक्ष स्टार्ट हो गला कृष्ण पक्षर प्रथम 3 दिन सूर्य नाड़ी द्वितीय 3 दिन चंद्र नाड़ी तृतीय 3 दिन सूर्य नाड़ी चतुर्थ 3 दिन चंद्र नाड़ी पंचम 3 दिन सूर्य नाड़ी जो दिन जो नाड़ी को बेस कला से नाड़ी रे आमे सज्जा त्याग करबा एटा आम पाए निहाती आवश्यक अछि हेले कौन है ना आमे 50% सफलता को आसिले या पर तत्व ज्ञान को आमे नबा स्वर विज्ञान एभली चमत्कार विज्ञान आमे प्रतिदिन जहा जहा आलोचना करूचंती जदि ताहा को आमे किछि किछि मात्रा रे थरे दिथर सुनी दबा मने रखिबा से धीरे धीरे आम माइंड रे कोडिंग हला आमे तद अनुଯାयी आमर कार्यक्रम को करबा बुझी पारुचंती तो यही कॉन्सेप्ट को हमको मन रखिया को पड़िबो पुणी कौन हुए ना आमे ताको रैंडमली करि परिबानी आपण माने जानि चंती पांजिका अनुसार ए तो इंग्लिश कैलेंडर अनुसार हबने ना हमर ओडिया कैलेंडर अनुसार हबो तिथि अनुसार हबो ताकू नै कि आमे एक स्वर कैलेंडर प्रस्तुत करूचंती जोटा कि प्रति मासरे आपण ग्रुप रे पाई जिवे एते कोनोसी आपण तनाव को जिबार नाही देखिदेले आज होची 24 तारीख काली 25 तारीख मु सकाळ को स्वर रे उठिबी किंतु स्वर विज्ञानी भावरे स्वर योगी भावरे आपण को कांसेप्ट जानिया को पड़िबो काहे कि बदले ना आमे जानि चंती पांजिका अनुसार गोटे दिन क्षय हो जाए कोठी सकाळर सूर्य उदय बेल को जो तिथि थिबो सेई तिथि अनुसार आमे स्वर को चिन्हट करिथाउ बा को स्वर रे उठिबा ताकू निर्धारण करिथाउ जेमति आपण माने जानि चंती जो माने रिपीट करूचंती स्वरर जो कैलेंडर देखुथिबे बेले बेले चंद्र नाड़ी 4 दिन न हो जाइथिबो सूर्य नाड़ी 2 दिन थिबो काहे कि हुए से कथा ना तिथि कोठी क्षय हो जाए मन करंतु आज अछि तृतीया काली सकाळ को सूर्य उदय बेल को से तृतीया थाए तो पुणी चंद्र एई क्रम रे हमको विशेष किछि ध्यान दबार नाही जदि आपनकर पंजिका ऊपर नॉलेज अछि ताकू देखि कि आपण करि परिबे नाइ एको आहुरी सरल सुंदर करि दबा पई प्रत्येक मासरे आमे आपनकर ग्रुप रे स्वरर गोटे कैलेंडर दउ सेथिरे देखिबे जो अक्षर गुडिक जो संख्या गुडिक आपनकर रेड रे थिबो ताहा आपण जानिबे जे सूर्यंकर दिन आपण से दिन सूर्य नाड़ी रे उठिबे आपण से दिन डाहाण पाद को पकई को उठिबे बुझी पारुचंती जो दिन आपनकर ग्रीन रे थिबो से दिन आपण जानिबे से होची चंद्र नाड़ी आपण लेफ्ट पाद पकई के उठिबे तेबे आहुरी गोटे कथा को जानि थांतु मने करंतु आजि थिला चंद्र नाड़ीर दिन आपण कौनसी प्रकार चेष्टा करिवा परे भी ए पर्यंत तो स्वर को केमती चेंज करिवा आमे जाइने से पर्यंत तथापि आमे समस्त चेष्टा करिवा परे भी जदि चंद्र नाड़ी एक्टिव होउनी तेबे आमे कोन करिवा ना लेफ्ट पाद पकई के उठिबा नाही हमर जो बॉडी पार्ट्स एक्टिव अछि अर्थात हमर करेंट रहिछि सूर्य नाड़ी बा
दक्षिण पार्श्व शरीर रे हमर करेंट रही तिथि अनुसार सिना नाही हमर जो पार्ट बॉडी रे करेंट अछि जेमति कि मु कहूची आज 24 तारीख आज थिला चंद्र नाड़ी रो दिन आज आमे सकाळु जते बेले बिछणा छाड़ीबा से समय रे मु किछि चेष्टा करले भी चंद्र नाड़ी आसिला नाही तो मते कोन करबा पड़िबो ना सूर्य नाड़ी रे समस्त मैनिफेस्टेशन समस्त प्रक्रिया को सारिकी प्रथमे आमे डाहण पाद को भूमि रे स्पर्श करिके उठिबा जो पाद प्रथमे स्पर्श करेबे भूमि रे टिके प्रेशर देकी पकेबे बुझी परचंती आपण भूमि रो एनर्जी आसीबा आपणक शरीर आपणक मन हला कोन हबो सेटा हेले मने करंतु जदि आज चंद्र नाड़ी अछि आपणकर चंद्र नाड़ी एक्टिव होउनी आपण जदि चंद्र नाड़ी अछि बोली भाबिकी बाम पाद प्रथमे पकेकी ओल्हेले अर्थात आपण डेड एनर्जी रे ओल्हे गले आपणकर दिन जोथि पाई आपण मन आसुथिले सेटा आ हेलानी जो बॉडी पार्ट एक्टिव अछि आपण सेही पाद पकेकी ओल्हेबे चेष्टा करिवा आमे बेड रे थिला बेले तार सुंदर प्रक्रिया अछि आमे नाड़ी शोधन करिवा आमे प्राणायाम करिवा विशेष भाव रे नाड़ी शोधन होती यार एक प्रक्रिया नाड़ी शोधन बल रे आमे चाहुथिबा स्वर को परिवर्तन करि देई परिबा जदि भी न होउछ जो स्वर एक्टिव अछि सेही स्वर रे आमे प्रथमे भूमि स्पर्श करिवा जो जिनस मु आपन को कहूथिले सेही जिनस एठी लेखा हैछि ए अनुसार आमे आगु आगु बढ़वा ए भाग्य उदय कथा आमे आलोचना करिथिले हमर कोन होछि ए श्वास रे आमे प्राण शक्ति को प्रणाम करूचंती आमे प्रतिटी समय रे आमे जानि चंती केते सुंदर ऊर्जा नउचंती सब समय रे हला काहे कि ना इति सुंदर माने रत्न आम श्वासटी आम बार बार कहवा नाई ए श्वास थिबा पर्यंत हमर अस्तित्व अछि आमे प्रतिटी समय रे प्राण ऊर्जा को ग्रहण करूचंती तेणु जेते बेले आपण सेजर उठुचंती आज मोर मन करंतु सूर्य स्वर मोर स्वर ठीक चलीची मु टिके किस कर देली मो डाहण हाथ को मोर भल पाइबा देली संपूर्ण मोर राइट साइड बॉडी को टच करली बॉडी को टच करके जेते बेले मु सेजर उठिबी अर्थात मोर बॉडी मु पूरा लेट को थिली जेते बेले मु उठिबी मोर डाहण हाथ को भरा देकी जेते बेले मु बसिबी सेते बेले प्रथम श्वासटी को आपणकर मनोवांछित श्वास को नेबे बुझी परछन ना ना मनोवांछित श्वास को प्रथम श्वास नेकी बसिबे आपण प्रतिटी श्वास रो नियम को जानंतु 9 सेकेंड 18 सेकेंड 27 सेकेंड रु कमिले आपणकर मैनिफेस्टेशन सक्सेस हलानी तापरे आपण आरंभ करिवे आपणकर जो 5 थर कहितली प्रति थर हाथ लगेला बेले इनहेल करले इच्छार सहित हाथ को यूनिवर्स को देले माने हमर इच्छा को यूनिवर्स को दे देले परवर्ती समय रे आमे वज्र पंजर कवच करिवा वज्र पंजर कवच करिकी आमे उल्लेवा ए भली भाव रे हम दिन को आमे सक्सेस करूचे जो स्वर चलीची से स्वर को आमे प्रथमे पकेइले आमे होल्ड करिकी प्रत्येकटी कार्यक्रम करले तो काली भी आमे आलोचना करि सारिचे जेते बेले हमर जदि चंद्र स्वर एक्टिव अछि हमर आमे बसिबा जेते बेले सेजर उठिबा चंद्र स्वर जदि एक्टिव अछि आमे पश्चिम को मुह करिक बसिबा नहले दक्षिण को मुह करिक बसिबा जदि सूर्य स्वर एक्टिव अछि आमे उत्तर को मुह करिक बेड रे बसिबा नहले पूर्व को बेड करिक बसिबा मुह करिक बसिबा तापरे आमे हमर मैनिफेस्टेशन करले मैनिफेस्टेशन करिक जो प्रथम पाद पकेवा जदि चंद्र स्वर एक्टिव अछि ताहले आमे पश्चिम बा दक्षिण को मुह करिक पाद पकेले बा सेही दिगो को आमे आगो को गले जदि हमर पिंगला नाड़ी एक्टिव अछि सूर्य नाड़ी एक्टिव अछि ताहले आमे उत्तर और पूर्व दिगो को मुह करिक प्रथम उठिले सेही दिगो को मुह करिक गोटे स्टेप कि तीनटा स्टेप कि पांचटा स्टेप गले वेरी क्लियर ए सब भली आमे हम दिन को बहुत सुंदर भाव रे आगो को नवा तो सेही भली भाव रे आमे आलोचना करूचे आ उत्तर आ पूर्व दिगो होची सूर्यंकर एबे आमे आलोचना करिबा
बहुत सुंदर जिनस देखो तिथिर विपरीत स्वर हेले कौन परिणाम हुए एठी हमको निष्पत्ति करिया को पड़िबो जे प्रतिदिन अति कम रे आमे 10 रु 20 मिनिट नाड़ी शोधन करिबा काहेकि करिबा ना तिथिर विपरीत दिगरे बा विपरीत स्वर रे जदि आमे उठिबा कौन आमे परिणाम पाउचे मने करंतु रविवार अमावास्या थिला सोमवार दिन आमे चंद्र स्वर रे उठिबा कथा किंतु आमर सूर्य स्वर एक्टिव रहला आमे एक्टिव स्वर रे उठिले एक्टिव स्वर रे उठिला माने बा एक्टिव पाद को प्रथमे आमे भूमि रे पकेकी भूमि स्पर्श करिक उठला माने जेतिके आमर क्षति होबा कथा बा दिन भलरे न जिबा कथा सेथरु माने हमकु से बंचै दला आम पई जहा प्रतिकूल परिस्थिति आसीबा कथा आ प्रतिकूल आपणकर आसीबनी आपण न्यूट्रल कंडीशन रे रहिले बा अल्प किछि माने आपणकर प्रोग्रेस रहिबो काहेकि ना आपण एक्टिव बॉडी पार्ट रे एक्टिव साइड को टच करिक उठिचंती किंतु जदि भी विपरीत स्वर रे आमे उठिले हमर एक्टिव स्वर विपरीत अछि आमे एक्टिव स्वर को विपरीत स्वर रे उठिले चंद्र स्वर रे उठिबा कथा सूर्य स्वर रे उठिले आमे एक्टिव स्वर रे उठिले हमर जहा प्रतिकूल अवस्था हवा कथा सेथुर आमे रक्षा पाई गले किंतु स्वरर नियम अनुसार जदि प्रथम दिन आमे स्वरर विपरीत स्वर रे उठिले दिन प्रथम जदि आमे विपरीत स्वर रे उठिले काहे कुआडू आम पाखु टेंशन आसे जिवो स्वर सेई वार्ता नै कि आसिला जदि आपण कौन प्रकार चेष्टा कले भी आपणकर स्वर बदलुनी प्रथम दिन आपण विपरीत स्वर रे उठुचंती स्वर सेई वार्ता नै कि आसीची बाबा आज दिन जाक तुमे टेंशन रहिबो कोन ना कोन आपणक पाखको आसी जिवो आपण गोटे प्रेशर रे रहिबे गोटे चिंता रे रहिबे गोटे भय रे रहिबे बुझी पारुचंती जदि द्वितीय दिन विपरीत स्वर रुहे लॉस ऑफ मनी कौनसी ना कौनसी जगह रे आपणकर आर्थिक क्षति घटिबार संभावना रही जदि तृतीय दिन रे विपरीत स्वर आसे अनएक्सपेक्टेड ट्रैवल किछि कारण नथिबो आपणकर सेभली कौनसी प्लानिंग नथिबो कौनसी आडे जिबा पई पड़ी पारे जदि चतुर्थ दिन पुणी कंटिन्यू कला मु एटा कंटिन्यू कथा कहूछि विपरीत स्वर जदि चतुर्थ दिन कंटिन्यू कला आपणकर गोटे बड़ धरणर मनी लॉस हबो जदि पंचम दिन कंटिन्यू करूछि बिजनेस रे क्षति हबो जदि षष्ठ दिन कंटिन्यू करूछि आपण जुआडे जिवे जहा करिवे सबुठी क्षति हबो जदि सप्तम दिन यह कंटिन्यू करूछि लॉस ऑफ लाइफ माने कौनसी जगह रे माने मरणांतक कष्ट भी मिल पारे निजको कष्ट हला भले कष्ट मिल पारे ये सप्तम दिन कथा हला तोर एई सब वार्ता नै कि आसे आमे कोन करिबा एई सब जो कथा आसुची ए सब कथा को आमे भय करिवार नै आपण केमती दिन को मंगलमय बनै पारिबे ये हला स्वरर नियम किंतु सेई स्वर कहला जदि आपण विपरीत स्वर रे उठिचंती आपणकर प्रतिटी दिनचर्या को स्वर संगे मिसई दियंतु हला प्रथम कथा होची आपण एते सहज मन करंतुनी जे हां ठीक अछि मोर नाड़ी शोधन करबा दरकार नै जो स्वर एक्टिव अछि मु सेई स्वर रे उठिबी आ मु एबे आपण को जहा माने तार रास्ता कहबी से रास्ता को नै कि मु आगु पळेबी ताहा होची माने गोटे गळिया रास्ता ताहा होची हमकु बंचै दबार रास्ता किंतु आमे 1000% रिजल्ट नबा को हेले आमे तिथि अनुसार उठिबार अछि जदि उठु नाहंती कोनोस प्रकार टेंशन नबार नाही कौन करिवे ना संपूर्ण दिनर प्रत्येकटी कार्य को स्वर अनुसार मिसई देवे
कौन स्वर अनुसार मिसईदेवे ना आपण सकाळू उठिले आज चंद्रस्वर एक्टिव रहिया कथा चंद्रस्वर एक्टिव रहलानी सूर्य स्वर रे आपण ओल्हेबे हला एक्टिव अछि आपनकर सूर्य स्वर स्वर अनुसार आम दिनचर्या करदबा प्रथमे आपणकर डोर ओपन करेंगे राइट हैंड को आगे टच करेंगे आपण ब्रश करेंगे राइट हैंड जो स्वर आपणकर एक्टिव अछि जहा जहा आपण काम करेंगे रोषे आरंभ करेंगे से हाथ में प्रथमे आपणकर गैस लगांतु प्रत्येक जिनस इनहेल कहीं शुभ काम गुड़िक कर आपणकर बाहर को जिबे गाड़ी को आगे से हाथ में टच करंतु से हाथर माने बुझंतुनी जे सकाळू आपण राइट माने पाद पके कि ओल्हेइथिले बोली प्रत्येक जिनस राइट हैंड रे करिवे ए कथा नु जोटी काम करिवे सेही समय रे जो स्वर एक्टिव थिबो सेही हाथ को प्रथम लगे कि आपणकर काम करंतु अर्थात आमे स्वर को सांगरे नै गले हला स्वर जदि हम सांगरे गला हरी स्वरर नियम तो से हमको सपोर्ट करिवो सेठी हमको आउ एई सब जो पूर्व नियम कथा आम आलोचना कले एते काटू हब नाही आम पाई कहीं आम प्रत्येकटी कथा स्वर सहित करिचे बुझी क्लियर समस्ते लेखु मझे मझे यस जदे बुझी पारुचंती नाई अच्छे क्वेश्चन किछि हैंड रेज करंतु एबे आमे आसीबा को स्वर को समय रे बेसी चलिले आम पाई भल कौन पाई आमर भल ना आम हेल्थ पाई भल आम रिलेशन पाई भल आम करियर पाई भल आम मनी पाई भल तो दिन बेले तार कॉन्सेप्ट को बुझंतु हाँ तो ये भाव में आमको आग को बढ़वार अच्छे स्वर सहित आम दिनचर्या करदे एबे आम आलोचना करुले को स्वर को समय रे बेसी एक्टिव रहले भल यार कॉन्सेप्ट है जेहेतु दिन बेले भगवान सूर्यंकर प्रकाश से रोचे अर्थात बाहर गरमी रोचे आम शरीर भितर ठंडा रहा उचित बालांस हम तेणु दिन बेले आमर कौन हम ना चंद्रस्वर अधिका समय चलिले भल अनुरूप भाव में राति बाहर चंद्रमा रोचंती आम शरीर भितर उष्मता रहा भल राति बहुत समय सूर्य स्वर चलिले भल तेबे केतक निर्दिष्ट कार्यक्रम रही जो समय आमको से स्वर को कॉल करने पड़ो जेमिति कि आपण सकाळू उठी गले मन करंतु आज चंद्रमा तिथि आपण सकाळू उठी गले चंद्र नाइट रे उठिले तापरे आपण कोन करूचंती ना जाउचंती आपण लैट्रिन जाउचंती लैट्रिन जीवा बेले मन रखंतु आपणकर सूर्य नाड़ी को एक्टिव करंतु हला आपणकर माने टॉयलेट रूम रे किछि आपण लेखिकी छापी दियंतु जेमति कि आपण नजर पड़िबो नाइ आपणकर अभ्यास रखि दोचंती भल ये कथा को केबे जीवन में भूलंतु नाही जेते बेले भी आपण पैन ने बसुचंती लेफ्ट नोस्ट्रिल को चिपी दियंतु आ पार्टी की संपूर्ण भाव में बंद रखो जो समस्या आपन 5 मिनिट 10 मिनिट 15 मिनिट लगे 2 मिनिट भीतर पेट सफा धीरे धीरे आपणकर एवं आपणकर जो गैस्ट्रिक डायबिटीज से सब जिनस हम ना प्रथम कथा है ता संगे केतक नियम अच्छे आमे एटा को कले जोथि पाई हमर पूर्वज माने जेते बेले जानती माने मल विसर्जन करंती सेते बेले कथा कम दिन हमर आम पूर्व जेनेरेशन को देखंतु तांको पूर्व जेनेरेशन को देखंतु आमे साधारणतः हमर अजा जेजे मानकु कई कमेंट करंती कोन से हूं हां होछंती बुझि पछंते ना ने तांको पाकर से नॉलेज थिला जदियो स्वर सहित से जानि नथिले तांको पिला दिन तांको बुझेई दिया जायतिला जे एई समय रे या करिवो तेणु आमको सेटा करिया पय पड़िवो जदि केते बेले आमे केवल माने परिश्रा करूचंती सेते बेले आपणकर चंद्र नाड़ी एक्टिव रहबार अछि जदि एक्टिव नाही राइट नोस्ट्रिल को चिपी दियो हला राइट नोस्ट्रिल को चिपी की आपण परिश्रा करू
कौन हम ना आम किडनी ऊपर कौन प्रकार प्रोब्लेम रखना जितेबले आपण पानी पीउचंती ए सब जिनस को नोट करंतु जितेबले आपण पानी पीउचंती कौन भी लिक्विड फॉर्म रे नौचंती आपणकर चंद्रस्वर एक्टिव रखंतु नॉर्मल वाटर हला लिक्विड फॉर्म रे जितेबले नौचंती आपणकर चंद्रस्वर एक्टिव रहु जदि आपण घरे अछंती सबुठु भलो एटा जदि बाहरे अछंती आपण ताको करि परिबेनी लोकन का आगे आपण को भल लागिवनी मु हेले भी मते भल लागिवनी जदि घरे अछंती अति सुंदर भावरे नियंतु ग्लास नाकटी को गोटे हाथ रे चिपी दियंतु आ गोटे हाथ रे पियंतु से समय रे श्वास प्रक्रिया को किछि समय पय बंद कर दियंतु बुझी पारछंती ये होचे सबुठ प्रकोष्ठ माध्यम प्रकोष्ठ उपाय तो आहुरी कथा हैला ए कथा सहित समस्ते रुहंतु मु जो जो जिंस आपन को कहूची एबे आपनकर स्वर विज्ञान करूचंती माने ए सब नियम को आपन जीवन में ऐड कर दियंतु खाइबार 30 मिनिट पूर्वरु पानी केबे नियंतु नाही आपनकर जठर अग्नि को लिभेई दियंतु नाही खाइबार 30 मिनिट पर पर्यंत पानी पियंतु ना आपणकर लैट्रिन जीवा परिश्रा करवा खाइबा खाइबार पानी पीवा याकू जदि जगी देले आपण जीवन रे आपण मान 80% आपण माने निरोगी ही गले आपणकर इम्यूनिटी सिस्टम बढ़ी गला बुझी परछंती भोजन जेते बेले नौचंती भोजन नबार 30 मिनिट पूर्व तो नेलेनी कि 30 मिनिट पर पर्यंत नेलेनी भोजन जेते बेले करूचंती सूर्य नाड़ी की एक्टिव करी खाऊ हला आमे कहबा दिन बेले सूर्य नाड़ी आम नाड़ी रो नियम हला प्रति घंटा रे बदलिबो किंतु दिन बेले अधिका समय चंद्र नाड़ी चालिले भलो आपण स्पेशली निजको डिजाइन करंतु कौन करंतु देखंतु खाइबा बेले मन कर जेते बेले घर कथा बाहर सिना हमको ठीक लागिवनी घरे आपण खाउचंती किंतु चंद्र नाड़ी एक्टिव अछि चंद्र नाड़ी एक्टिव अछि माने आपण नाड़ी जेते बेले बदलैबार कथा सिखि जिवे सेते बेले नाड़ी को एक्टिव करिवे विशेष भाव रे कोन करिवे आपण जो नाड़ी को एक्टिव करिया पई चाहुचंती मन करंतु मु सूर्य नाड़ी के एक्टिव करिया को चाहुची मु लेफ्ट काख तळे गोटे टेनिस बॉल बा स्माइल बॉल को दे देले चिपकी बसली मु खाया को बसली बुझी पाउछन घरे आपन कहि कहबार नै आपन लाज लागिबार नै सूर्य नाड़ी एक्टिव हे जिवो नचेत आपन डाइनिंग टेबल ले बसुचंती डाइनिंग आपनकर अछि आपन टेबल को एमती डिजाइन करंतु जेमती कि डाहाण पाद आपनकर ऊपर रहयो बुझी पाउछन ना नै माने गोटे फुट ऊपर कि 6 इंच ऊपर आपन किछि सेटिंग करंतु ता ऊपर आपनकर रहयो अर्थात कौन हबो ना आपनकर बां पट बॉडी प्रेशर हे जिवो डाहाण पट हल्का हे जिवो जो पट बॉडी आपनकर हल्का हबो सेही स्वर आपनकर एक्टिव हे जिवो बुझी पारुचंती ए सब जिंस को हमको जगिवार अछि एते सब सुंदर जिंस को जदि आमे जगी देले हमर इम्यूनिटी पावर बढ़ी गला ए सब जिंस जो जो स्वास्थ्य समस्या नै कि आमे आगु को जाउचंती से सब स्वास्थ्य समस्या हम बाकरे रहिबो नाही आ जहा अछि धीरे धीरे गायब हे जो आपण देखंतु हाई बीपी अछि जते बेले बीपी आपण को लागु जे आपणकर सूर्य नाड़ी एक्टिव थिबो आपण राइट नोस्ट्रिल किछ समय बंद करी बसि जाउ स्वरर अनेक चिकित्सा विषय रे भी आपण माने जानि परिबे अनेक चिकित्सा विषय रे तो एई भली भाव रे हमकु दिन बेले चंद्र नाड़ी आ राति रे सूर्य नाड़ी रो आवश्यकता बहुत समय अछि जदि विपरीत स्वर आसिला हला जदि विपरीत स्वर आसिला तार कौन परिणाम हबो जदि चंद्र स्वर आपणकर दिन रे जदि विपरीत स्वर आसिला देखंतु आगे विपरीत स्वर जदि आसुची जदि 3 घंटा रहुची हला विपरीत स्वर माने एठी को अर्थ रे नबा हमें ना दिन बेले
ଆମର ଚନ୍ଦ୍ର ନାड़ी ବହୁତ ସମୟ ଚାଲିବା କଥା। ଯଦି ଦିନ ବେଳେ ସୂର୍ଯ୍ୟ ନାड़ी ବହୁତ ସମୟ ଚାଲିଲା, ଯେମିତି ସକାଳୁ ଉଠିଲା ବେଳେ ଆମେ ବିପରୀତ ସ୍ୱର କଥା କହୁଥିଲେ, ଠିକ ସେମିତି ଭାବରେ ଆମର ପ୍ରତି ଘଣ୍ଟାରେ ସ୍ୱର ବଦଳିବା ଉଚିତ। ଆମର 58 ମିନିଟ ରୁ 65 ମିନିଟ ଭିତରେ ଆମର ସ୍ୱର ବଦଳେ। ଅର୍ଥାତ କଣ, ଯଦି ଚନ୍ଦ୍ର ନାଡି ଚାଲିଥିବ ତାହେଲେ 58 ରୁ 65 ମିନିଟ ଭିତରେ ସୂର୍ଯ୍ୟ ନାଡି ଚାଲିବ। ଏଇ ଚନ୍ଦ୍ର ନାଡିରୁ ସୂର୍ଯ୍ୟ ନାଡିକୁ ଟ୍ରାନଜିଟ ହେଲା ବେଳେ 2 ମିନିଟ ଖଣ୍ଡେ, ମ୍ୟାକ୍ସିମମ୍ 2 ମିନିଟ ସୁଷୁମ୍ନା ନାଡି ଆକ୍ଟିଭ ରହିବ। ଇଏ ହଉଛି ତାର ସାଇକେଲ। କିନ୍ତୁ ଯଦି ବିପରୀତ ସ୍ୱର ଅଧିକା ସମୟ ଚାଲିଲା ହେଲା, ଦିନ ବେଳେ ଚନ୍ଦ୍ର ନାଡି ବହୁତ ସମୟ ଚାଲିଲେ ଚଳିବ, କାହିଁକି ନା ସିଏ ବିପରୀତ ନୁହେଁ। ବାହାରେ ସୂର୍ଯ୍ୟ ଅଛନ୍ତି, ଆମ ଶରୀର ପାଇଁ ଚନ୍ଦ୍ରମା ଦରକାର। ରାତିରେ ବହୁତ ସମୟ ଆମ ପାଖରେ ସୂର୍ଯ୍ୟ ରହିବା ଦରକାର, କାହିଁକି ନା ବାହାରେ ଚନ୍ଦ୍ରମା ଅଛନ୍ତି। ଯଦି ବିପରୀତ ସ୍ୱର ଚାଲିଲା, ସ୍ୱର ବଦଳାଇବା କାହିଁକି ଆମ ପାଇଁ ଆବଶ୍ୟକ ଦେଖନ୍ତୁ। ଯଦି ବିପରୀତ ସ୍ୱର ବଦଳିଲା ମାନେ ବିପରୀତ ସ୍ୱର କଣ୍ଟିନ୍ୟୁ କଲା, ତେବେ 3 ଘଣ୍ଟା ଯଦି କଣ୍ଟିନ୍ୟୁ କରୁଛି, ଆମେ ଚିନ୍ତା ଅଧିକ ହେଇଯିବ ଆମର। ଯଦି 3 ଘଣ୍ଟା ରହୁଛି ତାହେଲେ ଆମକୁ ଚିନ୍ତା ବଢିଯିବ, ବା ଆମ ପାଖକୁ ଚିନ୍ତା ଆସିଗଲା, ଯୋଉଟା ଟେନସନ କଥା ଆମେ କହୁଛେ। ଅର୍ଥାତ ଯଦି ଟେନସନ ରହିବ ତାହେଲେ ସ୍ୱର ବଦଳିବ ନାହିଁ। ଆଜି ସକାଳୁ ଆମେ ଆଲୋଚନା କରୁଥିଲେ ନା, ମୋର କାହିଁକି ଗୋଟେ ସ୍ୱର ବହୁତ ସମୟ ଚାଲୁଛି। ଆପଣଙ୍କର ଚିନ୍ତା ହେଇପାରେ, ଆପଣଙ୍କର ଖାଦ୍ୟପେୟରେ ଅନିୟମିତତା ହେଇପାରେ, ଆପଣଙ୍କର ମାନେ କମ ନିଦ୍ରା କାରଣ ହେଇପାରେ, ଆପଣଙ୍କର ଷ୍ଟ୍ରେସ ବଢି ଯାଇପାରେ, ୱାର୍କଲୋଡ ଅଧିକା ଥାଇପାରେ। ଏଇ କେତେକ କାରଣ ପାଇଁ ଗୋଟେ ସ୍ୱର କଣ୍ଟିନ୍ୟୁ କରିଯାଏ ଆପଣଙ୍କର କାର୍ଯ୍ୟ ଶୈଳୀ ଅନୁସାରେ। ବୁଝିପାରୁଛନ୍ତି ନା ନାଇଁ? ତେଣୁ ଯଦି କଣ୍ଟିନ୍ୟୁ କଲା 3 ଘଣ୍ଟା ଗୋଟେ ସ୍ୱର, ବିପରୀତ ସ୍ୱର, ଗୋଟେ ସ୍ୱର ମାନେ ବିପରୀତ ସ୍ୱର, ଚିନ୍ତା ବଢିଯିବ। 6 ଘଣ୍ଟା ଯଦି ବିପରୀତ ସ୍ୱର ରହିବ, ଆର୍ଥିକ କ୍ଷତି ହବ। 15 ଘଣ୍ଟା ଯଦି ରହିବ, ପଦରେ ନୁକସାନ। ଆପଣ ଯୋଉ ମାନେ ବିଭାଗରେ ଯୋଉଠି ଆପଣ କାମ କରୁଛନ୍ତି, ଆପଣଙ୍କର ପଦ ଯାହା, ଭାବନ୍ତୁନି କେବଳ ସରକାରୀ ବା ବେସରକାରୀ ପଦ। ଘରେ ଯଦି ମା ଆପଣ ରୋଷେଇ କରୁଛନ୍ତି, ଆପଣଙ୍କୁ ବି ଭଲ ପାଇବା ରହିବନି ଆପଣ ଏତେ କାମ କରିବା ପରେ ବି। ଯଦି 18 ଘଣ୍ଟା ରହିଲା, ଆପଣଙ୍କର ଯାହା କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟରେ ହାନି ହବ। ଯଦି 21 ଘଣ୍ଟା ରହୁଛି ତାହେଲେ ରୋଗ ଦୁଃଖ। ଯଦି ଗୋଟେ ସ୍ୱର ଆପଣଙ୍କର ବିପରୀତ ସ୍ୱର 21 ଘଣ୍ଟା ଚାଲିଲା, ତାହେଲେ ରୋଗ ଭଳି ଦୁଃଖ ଆପଣଙ୍କ ପାଖକୁ ଆସିଗଲା। କାହିଁକି ନା ସ୍ୱର ତାର ସିମ୍ପଟମ ନେଇକି ଆସିଲା, ସିଗ୍ନାଲ ନେଇକି ଆସିଲା, ଆପଣଙ୍କୁ କହିଲା ଧନ ଟିକେ ନିଜକୁ ନିଜେ ସଜାଗ କରିଦିଏ, ମୁଁ ଆସିଲି। ତେଣୁ ଆମକୁ ସ୍ୱର ବଦଳାଇବାର କେତେ ଆବଶ୍ୟକ ଅଛି ଚିନ୍ତା କରୁଛନ୍ତି? ଆମ ପାଖରେ ସେ ରତ୍ନ ଅଛି, ଆମେ ତାକୁ ଉପଯୋଗ କରିବାର ଅଛି। ମା ବାର୍ତ୍ତା ନେଇକି ଆସୁଛନ୍ତି, ସ୍ୱର ଭଗବାନଙ୍କର ବିଦ୍ୟା ନା। ଯଦି 24 ଘଣ୍ଟା ରହୁଛି ତାହେଲେ ମରଣ ତୁଲ୍ୟ କଷ୍ଟ। ବିପରୀତ ସ୍ୱର, ବୁଝିପାରୁଛନ୍ତି? ଗୋଟେ ସ୍ୱର କଣ୍ଟିନ୍ୟୁ କରିବା କଥାକୁ ବୁଝନ୍ତୁନି, କଥା ଭିତରେ ଆଉ ଗୋଟିଏ କଥା ଅଛି, ବିପରୀତ ସ୍ୱର ମାନେ ଦିନ ବେଳେ ଚନ୍ଦ୍ର ସ୍ୱର, ରାତିରେ ସୂର୍ଯ୍ୟ ସ୍ୱର। ଆପଣଙ୍କର ଦିନ ଯାକ ସୂର୍ଯ୍ୟ ସ୍ୱର କଣ୍ଟିନ୍ୟୁ କଲା, ଯେମିତି ଅନ୍ଧାର ହେଇଗଲା ଆପଣଙ୍କର କଣ କଲା ନା ଚନ୍ଦ୍ର ସ୍ୱର କଣ୍ଟିନ୍ୟୁ କଲା, ମାନେ ବିପରୀତ ଆସିଗଲା। ବିପରୀତ ଆସିଗଲା ମାନେ ଆପଣଙ୍କୁ ମେସେଜ ଆସିଗଲା। ଆପଣଙ୍କର ସେଇଠି ପ୍ରଥମ କାମ ହଉଛି ସ୍ୱରକୁ ବଦଳେଇବା। ସ୍ୱରକୁ କେମିତି ବଦଳେଇବା ଆମେ ଧୀରେ ଧୀରେ ଜାଣିବା, ଆଗକୁ ଯିବା, ବ୍ୟସ୍ତ ହୁଅନ୍ତୁନି। ଏବେ ଆମେ ଜାଣିବା ସ୍ୱର କା ପ୍ରବାହ ଚନ୍ଦ୍ର ସ୍ୱର। ଦିନ ବେଳେ ଯଦି ଆପଣଙ୍କର ଚନ୍ଦ୍ର ସ୍ୱର, ଆମେ ବିପରୀତ ସ୍ୱର କଥା ଜାଣିଲେ, ଦିନ ବେଳେ ଚନ୍ଦ୍ର ସ୍ୱର ଆମର ଚାଲିବ ଏ କଥା ଜାଣିଲେ, ପ୍ରତି ଘଣ୍ଟାରେ ସ୍ୱର ବଦଳିବ ଏ କଥା ଜାଣିଲେ। କିନ୍ତୁ ତାର ପ୍ରକୃତି ଅନୁସାରେ ଯଦି ଦିନ ବେଳେ ଚନ୍ଦ୍ର ସ୍ୱର ଅଧିକା ସମୟ ଚାଲେ, କିଛି ଆମକୁ ଅସୁବିଧା ନାହିଁ। ତା ଦ୍ୱାରା ଆମେ କଣ ରେଜଲ୍ଟ ପାଇବା ନା, ଯଦି 1 ଘଣ୍ଟା 36 ମିନିଟ ରୁ ଉର୍ଦ୍ଧ୍ୱ ଚାଲୁଛି, ମାନେ ଘଣ୍ଟାକରେ ବଦଳିବା କଥା ନା, ଯଦି 1 ଘଣ୍ଟା 36 ମିନିଟ ଚାଲୁଛି
ତାହେଲେ ଆମକୁ ଉତ୍ତମ ବସ୍ତୁ ପ୍ରାପ୍ତିର ଯୋଗ ରହିଛି। 3 ଘଣ୍ଟା 12 ମିନିଟ ଚାଲୁଛି ବା ତାଠୁ ଅଧିକା ଚାଲୁଛି, ସୁଖ ଶାନ୍ତି ମିଳୁଛି। 5 ଘଣ୍ଟା 36 ମିନିଟ ଚାଲୁଛି, ଆମକୁ ପ୍ରେମ ମିଳୁଛି, ମୈତ୍ରୀ ମିଳୁଛି, ବନ୍ଧୁ ମିଳୁଛନ୍ତି, ବହୁତ ହସ ଖୁସି ମିଳୁଛି। ଆଉ ଯଦି ମାନେ ତାଠୁ ଅଧିକା ସମୟ ଦିନ ଆଉ ରାତି, ମାନେ କଣ, ଦିନ ବେଳେ ପୁରା ଆପଣଙ୍କର ଚନ୍ଦ୍ରସ୍ୱର ଚାଲିଲା, ଆଉ ରାତିରେ ସୂର୍ଯ୍ୟସ୍ୱର ଚାଲିଲା, ପୁରା ଦିନ ତମାମ, ସେଠି ରାତି ସମାନ ତମାମ, ତାହେଲେ ଆମେ ଐଶ୍ୱର୍ଯ୍ୟ ପାଉଛେ, ମାନ ସମ୍ମାନ ପାଉଛେ। ବୁଝିପାରୁଛନ୍ତି? ଦିନ ମେ ଚନ୍ଦ୍ର, ରାତିରେ ସୂର୍ଯ୍ୟ ଯଦି ଆମର କଣ୍ଟିନ୍ୟୁ କଲା, ତାହେଲେ ଆମେ ଦୀର୍ଘାୟୁ ହଉଛେ। ଆଉ ଯଦି ବିପରୀତ, ମାନେ 3 ଦିନ ମନେ କରନ୍ତୁ ଚନ୍ଦ୍ରସ୍ୱର ଆରମ୍ଭ ହେଲା, 3 ଦିନ ଚାଲିଲା ଆପଣଙ୍କର ବଦଳୁନି, ତାହେଲେ ରୋଗ। 5 ଦିନ ଚାଲୁଛି, ଚିନ୍ତା ବ୍ୟାକୁଳତା। 1 ମାସ ଚାଲୁଛି, ଧନହାନି। ଏଇଭଳି ଭାବରେ ଯଦି ସୂର୍ଯ୍ୟସ୍ୱର 1 ଘଣ୍ଟା 36 ମିନିଟ ଚାଲୁଛି ଦିନ ବେଳେ, ବୁଝିପାରୁଛନ୍ତି ନା ନାଇଁ? ଦିନ ବେଳେ, ରାତିରେ ଚାଲିଲେ କିଛି ଅସୁବିଧା ନାହିଁ, ରାତି ହଉଛନ୍ତି ତାଙ୍କର ସେ ସମୟ। ଦିନ ବେଳେ ଯଦି 1 ଘଣ୍ଟା 36 ମିନିଟ ଚାଲୁଛି, ତାହେଲେ ପ୍ରିୟ ବସ୍ତୁର ହାନି ହଉଛି। ଆପଣଙ୍କର କିଛି ପ୍ରିୟ ବସ୍ତୁ ହଉଛି, ସିଏ ଆପଣଙ୍କୁ ମିଳିବନି, ଆପଣଙ୍କ ଠାରୁ ଦୂରେଇ ଯିବ। ଯଦି 4 ଘଣ୍ଟା 48 ମିନିଟ ରହୁଛି, ତାହେଲେ ପ୍ରିୟଜନଙ୍କ ଦ୍ଵାରା ଆପଣଙ୍କୁ ବିରୋଧ ହବ। ଆପଣଙ୍କର ଘରେ ଆପଣଙ୍କୁ ଭଲ ପାଉଥିବା ଲୋକ, ଆମେ ବିଭିନ୍ନ ସମୟରେ ଆଲୋଚନା କରୁଛେ, ତା ସାଙ୍ଗରେ ମୋର ଏତେ ଭଲ ସମ୍ପର୍କ ଥିଲା, ସେ ମତେ ବିରୋଧ କରୁଛି। ଆପଣଙ୍କର ଘରେ ବିନା କାରଣରେ ଆପଣଙ୍କୁ ବିରୋଧ ହବ, ଆପଣଙ୍କ କଥାକୁ କେହି ପସନ୍ଦ କରିବେନି। ସ୍ୱର ଏଇ ମେସେଜ ନେଇକି ଆସୁଛି ଆପଣଙ୍କ ପାଖକୁ, କାହିଁକି ନା ସିଏ ସବୁ ଜାଣିଛି ଗୋଟିଏ ଜାଗାରେ ସେ ରିଲିଜ ହଉଛି। ଯଦି 25 ଘଣ୍ଟା ଚାଲୁଛି, ତାହେଲେ ଆୟୁଷ କ୍ଷୟ ହୁଏ, ମରଣ ତୁଲ୍ୟ କଷ୍ଟ ହୁଏ। ବୁଝିପାରୁଛନ୍ତି? ଯଦି ସୂର୍ଯ୍ୟସ୍ୱର 25 ଘଣ୍ଟା କଣ୍ଟିନ୍ୟୁ କରୁଛି, ଆୟୁଷ କ୍ଷୟ ହବ, ମରଣ ତୁଲ୍ୟ କଷ୍ଟ ହବ। ଏବେ ଆମେ ଆମର କାମକୁ ବିଭାଜନ କରିବା। କାମକୁ ବିଭାଜନ କଣ କରିବା ନା, ଆମେ ବ୍ରେନକୁ ଆମର ୟୁଟିଲାଇଜ କରିକି କଣ କରିବା, ଆଉ ଆମର ପାୱାରକୁ, ଶକ୍ତିକୁ ଆମେ ବ୍ୟବହାର କଣ କରିବା, ଯୋଉଟା କି ଚେତନା ଶକ୍ତି କଥା ଆସୁଛି, ତାକୁ ନେଇକି ଆମେ କୋଉ କାମ କରିବା। କୋଉ କାମ କରିବା ମାନେ ସିମ୍ପଲରେ ବୁଝନ୍ତୁ, ଚନ୍ଦ୍ର ହଉଛନ୍ତି ମନର କାରକ। ଆମେ ଯେତେ ମାନସିକ କାର୍ଯ୍ୟ କରିବା, ଏ ସବୁ କାମ କରିବା ଆମେ ଚନ୍ଦ୍ରସ୍ୱରରେ। ଆମେ ଯେତେ ଶାରୀରିକ କାର୍ଯ୍ୟ କରିବା, ଆମେ ସବୁ ସୂର୍ଯ୍ୟସ୍ୱରରେ କରିବା। ମନେ କରନ୍ତୁ, ଆମେ ଇଣ୍ଟରଭ୍ୟୁ ଦେବା, ଆମେ ପରୀକ୍ଷାକୁ ଯିବା, ଆମେ ପାଠ ପଢିବା, ଆମେ ରୋଷେଇ କରିବା, ଏ ସବୁ ଜିନିଷ ଚନ୍ଦ୍ରସ୍ୱରରେ କରିବା। ଆମେ ଗୋଟେ କୋର୍ଟକୁ ଯିବା, ଆମେ ପ୍ରଥମ କେସ୍ ଫାଇଲ କରିବା। ବୁଝିପାରୁଛନ୍ତି? ଆମେ ସରକାରଙ୍କୁ ଗୋଟେ ପତ୍ର ଲେଖିବା, ସେଠି ଆମକୁ ରାପିଡ ଦରକାର, ସେଠି ଆମେ ସୂର୍ଯ୍ୟସ୍ୱରରେ କରିବା। ପ୍ରତ୍ୟେକ କାମକୁ ଆମେ, ଆମର ଯୋଉ କାମ ରହିଛି, ଆମ କାମକୁ ଆମେ 2 ଭାଗରେ ବିଭକ୍ତ କରିବା। ଆପଣଙ୍କୁ ତାଲିକା କରିବାକୁ ପଡିବ, ଇଏ ହଉଛି ଟାସ୍କ। ଆପଣଙ୍କୁ ତାଲିକା କରିବାକୁ ପଡିବ, ଆପଣ କଣ ଦୈନନ୍ଦିନ ଆପଣଙ୍କର କାମ କରୁଛନ୍ତି, କୋଉ କାମ ଚନ୍ଦ୍ରସ୍ୱରରେ କରିବେ, କୋଉ କାମ ସୂର୍ଯ୍ୟସ୍ୱରରେ କରିବେ, ଆଉ କୋଉ କାମ ସୁଷୁମ୍ନା ନାଡିରେ କରିବେ। ଏଇ 3ଟି ଜିନିଷ ଆପଣ ନିଜ ନିଜ ଲେବୁଲରେ ଆଜି ତାଲିକା କରନ୍ତୁ। କାଲି ମୁଁ ମାଗିବି, ପର୍ସନାଲି ଆପଣ ମାନେ ମତେ ଦେବେ, କେତେ ଆପଣ ବୁଝୁଛନ୍ତି ତା ଭିତରୁ ଆମେ ଆଲୋଚନା କରିବା। ଏବେ ଆସିବା ହଁ, ଏବେ ଆମେ ଜାଣିବା, କାଲି ତ ବହୁତ ଜିନିଷ ଆଲୋଚନା କରିଥିଲେ, ତେବେ ଚନ୍ଦ୍ରସ୍ୱରରେ ଆମେ କଣ କାମ କରିବା। ଆମେ କଥା ଆଲୋଚନା କରିଛେ ଆଗରୁ ଆହୁରି, କିନ୍ତୁ କ୍ଲାସରେ ଆଲୋଚନା କରିବାର ଏକ ନିଆରା ମଜା ଥାଏ। ଏକୁ ଆପଣ ମାନେ ନୋଟ କରନ୍ତୁ। ଯେମିତି କି ଗୃହ ଆରମ୍ଭ, ଆମେ ଯଦି ଘର କାମ ଆରମ୍ଭ କରୁଛନ୍ତି, ନୂଆ ଘର ଶିଳାନ୍ୟାସ, ଶିଳାନ୍ୟାସ ଆମେ ମନ୍ଦିର ହଉ, ଘର ହଉ, ଫ୍ୟାକ୍ଟ୍ରି ହଉ, ଧର୍ମଶାଳା ହଉ, ୟାକୁ ଯଦି ଆମେ କରୁଛନ୍ତି, ତାହେଲେ ଆମେ
ଚନ୍ଦ୍ର ସ୍ୱରରେ ଆରମ୍ଭ କରିବା। ଅନୁରୂପ ଭାବରେ ଗୃହ ପ୍ରବେଶ, ନାଭି ସ୍ଥାପନା ଏସବୁ ଆପଣଙ୍କର ଆସିଗଲା। ଏସବୁ ଜିନିଷକୁ ଆମେ ସୂର୍ଯ୍ୟ ନାଡିରେ କରିବା। ଗୃହ ପ୍ରବେଶ ଆପଣ ଯୋଉ ଦିନ ଯେତେ ଭଲ ତିଥି ଦେଖିକି ବି କରନ୍ତୁ ପଛେ, କିନ୍ତୁ ଆପଣ ମ୍ୟାଚ୍ କରାନ୍ତୁ। ବୁଝିପାରୁଛନ୍ତି ନା ନାଇଁ? କଣ ମ୍ୟାଚ୍ କରିବେ ନା ଚନ୍ଦ୍ରଙ୍କର ଦିନ ହେଇଥିବ ଆଉ ଚନ୍ଦ୍ର ତିଥି ହେଇଥିବ। ସେଇ ଅନୁସାରେ ଆପଣ ଯୋଉ ଆଷ୍ଟ୍ରୋଲୋଜରଙ୍କର ପାଖରେ ଫାଇନାଲ କରୁଛନ୍ତି ତାଙ୍କଠୁ 2-3ଟା ଡେଟ୍ ଆଣନ୍ତୁ। 2-3ଟା ଡେଟ୍ ଆଣିକି ଆପଣଙ୍କର ସ୍ୱର ଉପରେ ନଲେଜ ଆସିଗଲାଣି। ମନେ କରନ୍ତୁ ତା ଭିତରେ ସେ ଗୋଟେ ଡେଟ୍ ଦେଇଛନ୍ତି, ସେଦିନ ସୋମବାର ଅଛି ଆଉ ଚନ୍ଦ୍ରମାଙ୍କର ତିଥି ଅଛି। ସେଇ ଦିନଟାକୁ ଆରାମରେ ଫାଇନାଲ କରନ୍ତୁ। ହେଲା, ଆପଣଙ୍କର ଘର ପ୍ରତିଷ୍ଠା ସରିଲା, ଚନ୍ଦ୍ର ତିଥି ମାନେ ଚନ୍ଦ୍ର ସ୍ୱରରେ ଆପଣ ଗୃହ ପ୍ରବେଶ କରନ୍ତୁ। ଗୃହ ନିର୍ମାଣ, ଶିଳାନ୍ୟାସ ଏ ସବୁ ଜିନିଷ ଚନ୍ଦ୍ର ସ୍ୱରରେ ହବ। କାହିଁକି ନା ଚନ୍ଦ୍ର ହଉଛନ୍ତି ମନର କାରକ, ଚନ୍ଦ୍ର ହଉଛନ୍ତି ଶାନ୍ତିର କାରକ, ଚନ୍ଦ୍ର ହଉଛନ୍ତି ଦୀର୍ଘସ୍ଥାୟୀ କଥା। ଚନ୍ଦ୍ରମାଙ୍କର କିରଣରେ କେହି ମାନେ ସମସ୍ତେ ଆନନ୍ଦ ଅନୁଭବ କରନ୍ତି। ଭଗବାନ ସୂର୍ଯ୍ୟ ଯେତେବେଳେ ସକାଳର ସୂର୍ଯ୍ୟ କିରଣ ପରେ ଯେତେବେଳେ ଉପରକୁ ଉଠି ଆସନ୍ତି, ସେତେବେଳେ ମାନେ ସମସ୍ତଙ୍କର ଫିଲିଂସ ଆଉ ଚନ୍ଦ୍ରମା ଥିବା ବେଳର ଫିଲିଂସ ଭିତରେ ଫରକ ଅଛି। ତେଣୁ ଚନ୍ଦ୍ରମାଙ୍କୁ ଆମେ ସବୁବେଳେ ନେଇକି ଆପଣଙ୍କର ମ୍ୟାନିଫେଷ୍ଟେସନ, ଆପଣଙ୍କର କୌଣସି ଇଚ୍ଛା ପୂର୍ତ୍ତି ସବୁ ଚନ୍ଦ୍ର ସ୍ୱରରେ। ହେଲା, ଆପଣଙ୍କୁ ଶୁଭ ମୁହୂର୍ତ୍ତ କେମିତି ବନେଇବେ ଆପଣଙ୍କର ଯେତେବେଳେ ତତ୍ତ୍ୱ ସରିଯିବ ମୁଁ ଆପଣଙ୍କୁ କହିବି। ଠିକ ସେଇଭଳି ଭାବରେ ବିବାହ କାର୍ଯ୍ୟ ଚନ୍ଦ୍ର ସ୍ୱରରେ। ଯେତେବେଳେ ପୁଅ ଘର ଝିଅ ଘରକୁ ଦେଖିବା ପାଇଁ ଯାଉଛନ୍ତି ବା ଝିଅର ପୁଅ ଘରକୁ ଦେଖିବା ପାଇଁ ଆସୁଛନ୍ତି, ସିଏ ବି ଚନ୍ଦ୍ର ସ୍ୱର। ପାଣି ଗ୍ରହଣ ସଂସ୍କାର, ହାତ ଗଣ୍ଠି ପଡିବା, ଏଇ ଯୋଉ ଯୋଡା କୁହନ୍ତି ସେଇଟା ଯୋଉ ପଡିବା, ବିଶେଷ ଭାବରେ ଯୋଉ ଆଭୂଷଣ ପିନ୍ଧିବା, ବରମାଳା ଦବା, ଏ ସବୁ ଜିନିଷ ଯଦି ଚନ୍ଦ୍ର ସ୍ୱରରେ କରୁଛନ୍ତି ତେବେ ତାହା ଦୀର୍ଘସ୍ଥାୟୀ ଆଉ ମଧୁରମୟ ହୋଇଥାଏ। ଆମେ କାଲି ବି ଆଲୋଚନା କରିଥିଲେ ଆଡମିସନ, ଆପଣଙ୍କର ଶିକ୍ଷା ଆରମ୍ଭ, ଇଣ୍ଟରଭ୍ୟୁ ପାଇଁ ଏ ସବୁ ଜିନିଷ ବି ଆମେ ଚନ୍ଦ୍ର ସ୍ୱରରେ କରିବା। କେମିତି କରିବା ଆମେ ଆଲୋଚନା ଆଗକୁ ଆହୁରି ଅଛି। ଘରରେ ଯେତେବେଳେ କଳସ ସ୍ଥାପନ କରୁଛନ୍ତି ଆପଣ ମାନେ ଚନ୍ଦ୍ର ସ୍ୱରରେ ଇନହେଲ କରିକି କରନ୍ତୁ। ପୂଜା କରନ୍ତୁ, ଯେତେବେଳେ ମନ୍ଦିର ଯାଉଛନ୍ତି, ଯେତେବେଳେ ଘରେ ପ୍ରଭୁଙ୍କ ଦର୍ଶନ କରୁଛନ୍ତି, ସେତେବେଳେ ଚନ୍ଦ୍ର ସ୍ୱରରେ। ପୂଜା के लिए तिलक लगाना, ଯେତେବେଳେ ତିଳକ ଲଗାଉଛନ୍ତି, ବୁଝିପାରୁଛନ୍ତି? ତିଳକ ଯେତେବେଳେ ବି ପିନ୍ଧୁଛନ୍ତି ଆପଣ ମାନେ କଣ କରନ୍ତୁ ନା ପୃଥିବୀ ତତ୍ଵର ଆଙ୍ଗୁଳିରେ ନିଅନ୍ତୁ। ଯୋଉ ସ୍ୱର ଆକ୍ଟିଭ ଅଛି ସେଇ ହ୍ୟାଣ୍ଡରେ ନେଲେ ବହୁତ ଭଲ। ମନେ କରନ୍ତୁ ମୋର ଚନ୍ଦ୍ର ସ୍ୱର ଆକ୍ଟିଭ ଅଛି, ମୁଁ ଚନ୍ଦ୍ର ସ୍ୱରର ହ୍ୟାଣ୍ଡ ହେଲା ଲେଫ୍ଟ ହ୍ୟାଣ୍ଡ। ଲେଫ୍ଟ ହ୍ୟାଣ୍ଡରେ ଆମେ ପୃଥିବୀ ତତ୍ଵର ଆଙ୍ଗୁଳି ହଉଛନ୍ତି। ଆମେ କଣ ଏଇ ହାତରେ ଆମର 5ଟା ଯାକ ତତ୍ଵ ଅଛି, ଆମେ ଜାଣିବା ଆଗକୁ। ଆମେ ଚନ୍ଦ୍ର ସ୍ୱରରେ ରିଙ୍ଗ ଫିଙ୍ଗରରେ ଇଏ ହଉଛି ପୃଥିବୀ ତତ୍ଵର ଫିଙ୍ଗର। ଏଇଥିରେ ମୁଁ ନେଲି ଚନ୍ଦନ ବା ସିନ୍ଦୁର, ଯାହା ମୁଁ ତିଳକ ନଉଛି ନେଲି। ଯଦି ମୁଁ ଲେଫ୍ଟ ହ୍ୟାଣ୍ଡରେ ପିନ୍ଧି ପାରିବି ଭଲ, ଯଦି ମୋର ଲେଫ୍ଟ ହ୍ୟାଣ୍ଡର ଅଭ୍ୟାସ ନାହିଁ ତାହେଲେ ନେଇକି ଆପଣ ରାଇଟ ହ୍ୟାଣ୍ଡର ରିଙ୍ଗ ଫିଙ୍ଗରକୁ ଦିଅନ୍ତୁ। ଦେଇକି କଣ କରିବେ, ଆପଣ ଆଣିଲା ବେଳେ ଇନହେଲ କରିକି ଆଣିବେ। ମାନେ ଆଗେ ଇନହେଲ କରିଦେବେ, ଆପଣଙ୍କର ହୋଲ୍ଡ ଥିବ ଶ୍ୱାସ, ତାପରେ ଆପଣ ଆଣିଲେ ଚନ୍ଦନ ଲଗେଇବେ ଯେତେବେଳେ ତଳୁ ଉପରକୁ, ଉପରୁ ତଳକୁ ଲଗେଇବେନି, ତଳୁ ଉପରକୁ। ଆଉ ସେତେବେଳେ ମନେ ମନେ କମାଣ୍ଡ ଦେବେ, ମୋ ଆଜ୍ଞା ଚକ୍ର ଜାଗ୍ରତ ହୁଅ, ଆଜ୍ଞା ଚକ୍ର ଜାଗ୍ରତ ହୁଅ, ଆଜ୍ଞା ଚକ୍ର ଜାଗ୍ରତ ହୁଅ। ବୁଝିପାରୁଛନ୍ତି? ଆମେ ଆଜ୍ଞା ଚକ୍ରକୁ ଜାଗ୍ରତ କରିବା ପାଇଁ ସେ ତିଳକ ପିନ୍ଧିବା। ଆମର ଇଣ୍ଟୁସନ ପାୱାର ବଢିଯିବ, ଆପଣଙ୍କୁ ଜଣା ପଡିବ ଆଗକୁ କଣ ହବ, ସେ ଅନୁସାରେ ଆମେ ସଜାଡି ହେଇଯିବା। ହେଲା, ୟାକୁ ଆମେ କଣ କରିବା ନା ଆଜ୍ଞା ଚକ୍ର ଜାଗ୍ରତ ହୁଅ। ଯଦି ବେକରେ ନଉଛନ୍ତି ଯଶସ୍ୱୀ ହୁଅ, ଯଶସ୍ୱୀ ହୁଅ, ଯଶସ୍ୱୀ ହୁଅ ନିଜକୁ। ବୁଝିପାରୁଛନ୍ତି? ଏଇଭଳି ଭାବରେ ତିଳକଟିକୁ ଆପଣ ଗ୍ରହଣ କରନ୍ତୁ, ଚନ୍ଦ୍ର ସ୍ୱରରେ ଗ୍ରହଣ କରନ୍ତୁ। ଯେତେବେଳେ ଆମେ ତତ୍ତ୍ୱ କଥା ଜାଣିବା
ମୁଁ ସେତେବେଳେ ପୁଣି ରିପିଟ୍ କରିବି ଆପଣଙ୍କୁ କୋଉ ତତ୍ତ୍ୱରେ ନେବେ। ସେବା କାର୍ଯ୍ୟ ଯେତେବେଳେ କରୁଛନ୍ତି, ଦାନ କାର୍ଯ୍ୟ ଯେତେବେଳେ କରୁଛନ୍ତି, ବୁଝିପାରୁଛନ୍ତି, ଆପଣ କିଛି ଦାନ ଦଉଛନ୍ତି କାହାକୁ, କିଛି କାହାକୁ ଦାନ ଦଉଛନ୍ତି ମାନେ ଚନ୍ଦ୍ର ସ୍ୱରରେ ଚନ୍ଦ୍ରମାଙ୍କର ହାତରେ ଦାନ ଦିଅନ୍ତୁ। ହଁ, ଆଉ ଦାନ କଥା ମୁଁ ଆପଣଙ୍କୁ କହୁଥିଲି, ଆପଣଙ୍କର ଘର ଭିତରେ ଥାଇକି ଯଦି ବାହାର ଲୋକଙ୍କୁ ଦେବେ ଭଲ, ବାହାରକୁ ଯାଇକି କୌଣସି ପ୍ରକାର କରନ୍ତୁ ନାହିଁ। ଇଏ ହେଲା ଗୋଟେ କଥା, ବୁଝିପାରୁଛନ୍ତି। ଯଦି କେବେ କାହାକୁ ଟଙ୍କା ଉଧାରି ଦଉଛନ୍ତି, ଯଦି କେବେ କାହାକୁ ଟଙ୍କା ଉଧାରି ଦଉଛନ୍ତି, ଚନ୍ଦ୍ରସ୍ୱର ଆକ୍ଟିଭ ଥିଲା ବେଳେ କେବେ ଦିଅନ୍ତୁନି। ଆପଣଙ୍କ ପଇସା ରିଟର୍ନ ପାଇବାର ଚାନ୍ସ 80% କମିଗଲା, କାହିଁକିନା ଚନ୍ଦ୍ର ହଉଛନ୍ତି ସ୍ଥିର। ଆପଣଙ୍କ ପାଖରେ ଅନୁଭବ ଥାଇପାରେ ଯେ ମୋଠୁ ସବୁବେଳେ ନଉଥିଲା, ଠିକ ସମୟରେ ଫେରେଇ ଦଉଥିଲା, ଏଥର ନଉଛି ଯେ ଆଉ ଦଉନି, କହିଲେ ଶୁଣୁନି, ଓଲଟା ମତେ ଅପମାନିତ କରୁଛି। ଆପଣ ଜାଣିନାହାନ୍ତି ବାଇ ଡିଫଲ୍ଟ ଆପଣଙ୍କର ଚନ୍ଦ୍ରସ୍ୱର ଆକ୍ଟିଭ ଥିଲା ବେଳେ ଆପଣ ଦେଇଛନ୍ତି, ସେ ପଇସା ମିଳିବାର 80% ଆଶା ରଖନ୍ତୁ ନାହିଁ। ହେଲା, ଆମେ କରିବା କେମିତି, ଆମର ଷ୍ଟକ୍ ମନିକୁ କେମିତି ଆମେ ଆଣିବା, ସେ କଥାର ପଢିବା ସ୍ୱର ବିଜ୍ଞାନରେ। କିନ୍ତୁ ପ୍ରଥମ କଥା ହଉଛି ଚନ୍ଦ୍ର ସ୍ୱରରେ ଦିଅନ୍ତୁ ନାହିଁ, କାହାକୁ ଉଦ୍ଧାରି ଦିଅନ୍ତୁ ନାହିଁ। ଯଦି ଋଣ ସୁଝୁଛନ୍ତି, ଦେଖନ୍ତୁ ମୋ ମନକୁ ଆସୁଛି ବୋଲି ମୁଁ କହିଦଉଛି, ପରବର୍ତ୍ତୀ ସମୟରେ ସେ ପିପିଟି ଆସିପାରେ। ଋଣ ଯଦି ଆମେ ସୁଝୁଛନ୍ତି, ଅଭ୍ୟାସ କରନ୍ତୁ ମଙ୍ଗଳବାର ସୁଝନ୍ତୁ। ଆଉ ଯଦି ସୂର୍ଯ୍ୟ ତିଥି ହେଲା ଆଉ ସୂର୍ଯ୍ୟ ନାଡି ମଙ୍ଗଳବାର ପଡିଗଲା, ସେ ଋଣ ଆପଣଙ୍କର ଖୁବ କମ ଦିନ ଭିତରେ ସୁଝି ହେଇଯିବ। ଆଉ ଋଣ ଯେତେବେଳେ ସୁଝୁଛନ୍ତି ଖାଲି ସ୍ୱରରେ, ଅର୍ଥାତ ଏକ୍ଜିଲ କରିଦେବେ, ନେବେନି, ଖାଲି ସ୍ୱରରେ, ଶରୀର ଖାଲି ଥିବ, ଆପଣ ଦେଇଦିଅନ୍ତୁ। ବିଶେଷ ଭାବରେ ମଙ୍ଗଳବାରକୁ ଜଗନ୍ତୁ। ଯଦି ସୂର୍ଯ୍ୟ ସ୍ୱର ଆକ୍ଟିଭ ଥିବ ଆହୁରି ଭଲ, ଯଦି ସୂର୍ଯ୍ୟଙ୍କର ଦିନ ଥିବ ସର୍ବୋତ୍ତମ। ବୁଝିପାରୁଛନ୍ତି, ଏଇଭଳି ଭାବରେ ଆମେ କଣ କରିବା ନା ଋଣକୁ ସୁଝିଦବା। ତ ଆସନ୍ତୁ ଆମେ ଚନ୍ଦ୍ରମାଙ୍କର କଥାରୁ ସେଇ ଜାଗାରେ ପହଞ୍ଚି ଯାଇଛେ। ଠିକ ଅଛି, ସେବା କାର୍ଯ୍ୟ ପର ଉପକାର ହେଲା। ଆମେ କହୁନେ ମୁଁ ଏତେ ଉପକାର କଲି, ମୋ କଥା କେହି ବୁଝୁନାହାନ୍ତି, ହେଲା, ମତେ କେହି ପଚାରୁ ନାହାନ୍ତି, ହେଲା, କହୁଛି ମତେ ତୁ କଣ କଲୁ କି। ତ ପରୋପକାର ଯେତେବେଳେ ଆମେ କରୁଛନ୍ତି, ସେତେବେଳେ ଆମକୁ କଣ କରିବାକୁ ପଡିବ ନା ଚନ୍ଦ୍ର ସ୍ୱରରେ କରିବା ପାଇଁ ପଡିବ। ଠିକ ଅଛି, ତ ଆଜି ସକାଳେ ଆମେ କଥା ହେଇଥିଲେ, ମଝିରେ ଦେଇଦବା, ସକାଳେ ଆମେ କଥା ହେଇଥିଲେ ଯେ ଗୋଟେ ସୁନ୍ଦର ମ୍ୟାରେଡ ଲାଇଫ ପାଇଁ ସାରା ଯୋଉ ଦଉଥିଲେ ରିମେଡି, ସେଇ ରିମେଡିକୁ ଆମେ ଦେଇ ଦଉଛେ ଏଇଠି ସ୍ୱର ସହିତ ବାସ୍ତୁ ସାଙ୍ଗରେ ମିଶେଇକି ଆପଣ ମାନେ କେମିତି କରିପାରିବେ। ହେଲା, ଯୋଉମାନେ ଆପଣ ମାନେ ଅଛନ୍ତି ଟ୍ରେନର, ଯୋଉମାନେ, ସେମାନେ ଆପଣଙ୍କର କନସଲଟେସନରେ ଦେଇପାରିବେ। ଅନ୍ୟମାନେ ଜାଣନ୍ତୁ କଣ କରିବା ନା ଚନ୍ଦ୍ର ସ୍ୱର ଆଉ ଚନ୍ଦ୍ର ତିଥି ମ୍ୟାଚ କରୁଥିବା ଦିନଟିଏ ନିଅନ୍ତୁ। ମନେ କରନ୍ତୁ ଆପଣଙ୍କର ରବିବାର ଅମାବାସ୍ୟା ହେଇଥିଲା, ସୋମବାର ହଉଛନ୍ତି କଣ ଚନ୍ଦ୍ରମାଙ୍କର ବାର, ସେଦିନ ବି ଚନ୍ଦ୍ରମାଙ୍କର ତିଥି, ହେଲା। ଏଇଭଳିଆ ଦିନଟିଏ ଆମକୁ ନିଷ୍ପତ୍ତି ନେବାକୁ ପଡିବ। ନିଷ୍ପତ୍ତି ନେଇକି ଯିଏ ପ୍ରୋବ୍ଲେମକୁ ଫେସ୍ କରୁଛନ୍ତି, ହଜବ୍ୟାଣ୍ଡ ହେଇପାରନ୍ତି, ୱାଇଫ ହେଇପାରନ୍ତି, କିଏ ବି ତାଙ୍କ ଭିତରୁ ଯିଏ ପ୍ରୋବ୍ଲେମକୁ ଫେସ୍ କରୁଛନ୍ତି, ସିଏ ଗୋଟେ କାଗଜରେ ନିଜର ଆଫର୍ମେସନ ଲେଖିବେ ଯେ ଆମର ସମ୍ପର୍କ ବହୁତ ମଧୁର ସମ୍ପର୍କ, ମୋର ଦାମ୍ପତ୍ୟ ଜୀବନ ମଧୁରତାରେ ଭରପୁର ଅଟେ, ହେଲା, ଆମେ ମଧୁମୟ ଜୀବନ ମୁଁ ମୋର ସ୍ୱାମୀଙ୍କ ସହିତ ବିତଉଛି, ମୋର ପ୍ରତିଟି ଦିନ ମଧୁମୟ ଜୀବନ ହଉଛି। ନିଜର ଆଫର୍ମେସନ ଏଇ ଟାଇପର ଦେବେ, ହେଲା। ତାକୁ କଣ କରିବେ
ନା ସେ ଯୋଉ କାଗଜରେ ଆପଣ ଲେଖିବେ ସେ କାଗଜରେ ଆପଣ ବ୍ଲୁ ପେନରେ ଲେଖିବେ ନହେଲେ ଗ୍ରୀନ ପେନରେ ଲେଖିବେ। ହେଲା, ପେନରେ ଲେଖିକି ଆମେ କଣ କରିବା ନା ପ୍ରଥମେ ଆମର ଲେଫ୍ଟ ସାଇଡରେ ତାକୁ ଥୋଇଦବା। ଥୋଇ ଦେଇକି ଆମେ ଗୋଟେ ବ୍ରାସ ର ଡବାଟେ ଆଣିବା। ବ୍ରାସ ର ଗୋଟେ ଡବାଟେ ଆପଣଙ୍କୁ ମିଳିଯିବ ମାର୍କେଟରେ, ଯଦି ନ ମିଳିବ ବି ଅନଲାଇନରେ ମିଳିଯିବ। ବ୍ରାସ ର ଗୋଟେ ଡବା ଆଣିବେ। ସେଇ ଡବାରେ ଭଲ ମହୁ, ଯେମିତିକି ଆମେ ଦୀପ ଜାଳିଲା ବେଳେ ଭଲ ଘିଅ ଏବେ ସମସ୍ତେ ଜାଳୁଛେ ସେଇଭଳି ଭାବରେ ଭଲ ମହୁ ଆଣିବେ। ଭଲ ମହୁ ତା ଭିତରେ ଭରି କରିଦେଲେ, ସେଇଠି ଢାଳି ଦେଲେ। ସେଇଠି ଢାଳି ଦେଇକି ତା ଭିତରେ କଣ କରିବା ନା ଏଇ ଯୋଉ ଆମେ ଆଫର୍ମେସନ ଦେଇଥିବା ଚିଠିଟିକୁ ତା ଭିତରେ ରଖିଦବା। ସେଇ ମହୁର ଭିତରେ ଆମେ ରଖିଦେଲେ। ରଖିଦେଇକି ତାକୁ କଣ କରିବା ନା ସେଇ ଯୋଉ ବ୍ରାସ ର ଡବାଟି ଆମେ ନେଇଥିବା ସେ ବ୍ରାସ ଡବାର ଦୁଇ ପଟେ, ଗୋଟେ ପଟେ ମାନେ ମେଲ ଫଟୋ, ଗୋଟେ ପଟେ ଫିମେଲ ଫଟୋ, ଦୁଇଟି ଫଟୋ ଆପଣଙ୍କର ଲଗେଇଦେଲେ। ଲଗେଇ ଦେଇକି ତାକୁ କଣ କରିବା ନା ଆମ ଘରର ସାଉଥ ୱେଷ୍ଟ ଜାଗା ଯୋଉଟା ରହୁଛି ସେଇ ରୁମ ର ହେଇପାରେ, ଯୋଉ ଘରେ ତାଙ୍କର ବେଡରୁମ ସେ ଘରେ ବି ଆପଣ ରଖିପାରିବେ। ସାଉଥ ୱେଷ୍ଟ କର୍ଣ୍ଣର ଯୋଉଟା ଆମର ରହୁଛି, ହେଲା, ମାନେ ପଶ୍ଚିମ ଦକ୍ଷିଣ କୋଣ, ଯୋଉମାନେ ବାସ୍ତୁକୁ କିଛି ମାତ୍ରାରେ ଜାଣିଛନ୍ତି ବା ଆପଣଙ୍କର କମ୍ପାସ କୁ ଦେଖିପାରିବେ, ଯେମିତିକି 225 ଡିଗ୍ରୀରେ ଯୋଉ ଜାଗା ଆସୁଛି ସେଇ ଜାଗାରେ ତାକୁ ରଖିଦେବେ। ଆପଣଙ୍କର କାମ ହଉଛି ସେତିକି। ସେତିକି କଲା ବେଳେ ଆମର କଣ ହବ ନା ତାଙ୍କର ଜୀବନ ମଧୁମୟ ହବ ସବୁବେଳେ। ଆପଣଙ୍କୁ ଆଉ କିଛି କରିବାର ନାହିଁ, ସେ ଡବାଟି ସେଇ ଜାଗାରେ ରହିଗଲା। ବୁଝିପାରୁଛନ୍ତି? ଏଇ ରେମେଡିକୁ ଆପଣ ମାନେ ହରେଇ ପାରିବେ। କାହିଁକି ନା ଯଦି ଗୋଟେ ପରିବାରକୁ ଆମେ ସଜାଡି ପାରୁଛନ୍ତି, ୟାଠୁ ବଳିକି ପୁଣ୍ୟ କାମ ଆଉ କିଛି ନାହିଁ। ତେବେ ବି ମୁଁ ଆପଣ ମାନଙ୍କୁ ପୁଣି ରିପିଟ କରେଇବି, ଅପାତ୍ରରେ ଦାନ କରିବେ ନାହିଁ। ଆପଣଙ୍କର ମନୋବଳ ଭାଙ୍ଗିବ। ମନୋବଳ ଭାଙ୍ଗିଲେ ଆପଣଙ୍କର ପ୍ରୋଗ୍ରେସ ଅଟକି ଯିବ। ବୁଝିପାରୁଛନ୍ତି? ଅପାତ୍ରରେ କୌଣସି ଜିନିଷ ଦାନ କରନ୍ତୁ ନାହିଁ, ଏହା ଶାସ୍ତ୍ରୀୟ ବାର୍ତ୍ତା। ଆପଣ ଯୋଉ ଜିନିଷ ଯାଚିକି ଦେବେ ତାହା ମୂଲ୍ୟହୀନ ହେଇଯିବ। ଆପଣ ଜଣେ ଯଦି ଖୋଜୁଥିବେ ତାହେଲେ ତାହା ମୂଲ୍ୟଯୁକ୍ତ ହୋଇଥାଏ। ଆପଣଙ୍କ ପାଖରେ ଗୋଟେ ଭଲ ପ୍ରପର୍ଟି ଅଛି, ଆପଣ ବିକିବା ପାଇଁ ତାକୁ ବାଉଳି ହେବେ। ଆପଣଙ୍କର ପ୍ରପର୍ଟି ମାର୍କେଟରେ ଯୋଉ ରେଟ୍ ହବା କଥା ତାଠୁ କମିଯିବ। ଯଦି ଆପଣଙ୍କ ପ୍ରପର୍ଟିକୁ ନବା ପାଇଁ 5 ଜଣ କଷ୍ଟମର ଆସିଗଲେ ଆପଣଙ୍କର ପ୍ରପର୍ଟି ଉଚ୍ଚା ରେଟରେ ବିକ୍ରି ହବ। ଆପଣ ଦେଖୁଛନ୍ତି କୋଉଠି ଏଇଭଳିଆ ସମସ୍ୟା ଅଛି, ତାକୁ ଡାକିକି ରିମେଡି ଦେବେ। ଯଦି ତାଙ୍କର ଆଗ୍ରହ ନାହିଁ, ଏକ ସେ ଆପଣଙ୍କ କଥା ରଖିବେନି, ଆପଣଙ୍କର ମନ ଦୁର୍ବଳ ହେଲା, ଆପଣଙ୍କର ପ୍ରୋଗ୍ରେସ ଅଟକିଲା। ବୁଝିପାରୁଛନ୍ତି ନା ନାଇଁ? ଜାଣନ୍ତୁ ସୁନ୍ଦର ରେମେଡି, ଆବଶ୍ୟକ ବେଳେ ବ୍ୟବହାର କରିବା। ତ ଆସନ୍ତୁ ଏବେ ପୁଣି ଆମେ ସ୍ୱର ବିଜ୍ଞାନ ଭିତରକୁ ଆସିବା। ତ ପର ଉପକାର ଆମେ ଆଲୋଚନା କରିଥିଲେ ଇଏ ଚନ୍ଦ୍ର ନାଡିର କଥା। ଆମେ କଣ କରିବା ନା ଏ କଥା ଆମେ ଆଲୋଚନା କରିସାରିଛନ୍ତି। ଯେମିତିକି ପ୍ରତ୍ୟେକ ଟାସ୍କ ଯେତେବେଳେ କରିବା, ଆମ ଉପରେ ଯାହା କାମ ଥିବ ସେଦିନ ଯେତେବେଳେ ଆମେ ଉଠିବା ଆମର ଠିକ ସ୍ୱରରେ ଉଠିବା, ସେଇ ହାତକୁ ଆମେ ଲଗେଇବା, ସେଇ ବସ୍ତୁ ଉପରେ ସେଇ ହାତ ରଖିବା। ହେଲା, ମନେ କରନ୍ତୁ ଆଜି ଚନ୍ଦ୍ରସ୍ୱରର କଥା ହେଇଛି, ଆଜି ମୁଁ ସକାଳୁ ଚନ୍ଦ୍ରସ୍ୱରର ଉଠିଛି, ମୁଁ ଆପଣଙ୍କୁ ଭେଟିବା ପାଇଁ ଯାଇଛି, ମୋର ଆପଣଙ୍କ ପାଖରେ କାମ ଅଛି, ମୋର ଯୋଉ ସାଇଡ ଆକ୍ଟିଭ ଅଛି ମୁଁ ଆପଣଙ୍କୁ ସେଇ ସାଇଡରେ ରଖିବି। ଅର୍ଥାତ ମୁଁ ଏଭଳି ଜାଗା ଏକ ଚୟନ କରିକି ବସିବି, ଆପଣଙ୍କୁ ସେଇ ସାଇଡରେ ମୁଁ ରଖିବି। ଯଦି ମତେ ସେଭଳି ଜାଗା ମିଳୁନି, ଆପଣ ଆପଣଙ୍କର ଟ୍ରିକ୍ ଅନୁସାରେ ମୁହଁକୁ ଜଷ୍ଟ ବୁଲେଇକି ବସିବେ, ଯେମିତିକି ଆପଣଙ୍କର ସେ ଆକ୍ଟିଭ ସାଇଡରେ ରହିଲେ। ଏଇ ଜିନିଷକୁ ଆମକୁ ନବାକୁ ପଡିବ, ଏଇ ଜିନିଷକୁ ଗ୍ରହଣ କରିବାକୁ ପଡିବ। ତ ଅଧିକା ସଫଳତା ପାଇଁ ଆମେ ସଗୁଣ ସ୍ୱରରେ କାମ କରିବା। କଣ ସଗୁଣ ସ୍ୱରରେ କାମ କରିବା? ଆଗକୁ ବି ଥାଇପାରେ, ଯେମିତିକି ଆପଣ ଆଜି ହେଲା ଚନ୍ଦ୍ରମାଙ୍କର ଦିନ, ଆଜି ଚନ୍ଦ୍ର ସ୍ୱରରେ ଉଠିଲେ ଆପଣଙ୍କର ହାତ ଯୋଉ ଯୋଉ କାମ କରୁଛନ୍ତି, ଆପଣଙ୍କର ଯୋଉ ସ୍ୱର ଆକ୍ଟିଭ ଅଛି ସେଇ ସ୍ୱରକୁ ଟଚ୍ କରିଦେବେ। ମନେ କରନ୍ତୁ ଆପଣ ଗୋଟେ ବହୁତ ଭଲ କାମରେ ଯିବେ,
ଭଲ କାମରେ ଯିବେ ମାନେ ଆପଣ ଦେଖୁଛନ୍ତି ଯେ ଆପଣଙ୍କର ଚନ୍ଦ୍ର ନାଡି ଆକ୍ଟିଭ ଅଛି। ଆପଣ ଯୋଉ ଡ୍ରେସ ଆଣିବେ ତାକୁ ଲେଫ୍ଟ ହ୍ୟାଣ୍ଡରେ ଆଣନ୍ତୁ, ଆପଣ ତାକୁ ପିନ୍ଧନ୍ତୁ ହେଲା। ସକ୍ସ ପିନ୍ଧୁଛନ୍ତି ଲେଫ୍ଟ ହ୍ୟାଣ୍ଡରେ ଆଣନ୍ତୁ, ପ୍ରଥମେ ଲେଫ୍ଟ ପାଦ ରଖନ୍ତୁ, ଲେଫ୍ଟ ପାଦରେ ଆପଣଙ୍କର ସକ୍ସ ପିନ୍ଧନ୍ତୁ। ଏଇଭଳି ଆପଣଙ୍କର ଗାଡି ଧରିକି ଯିବା ପର୍ଯ୍ୟନ୍ତ ଆପଣ କଣ କରନ୍ତୁ, ଯୋଉ ସ୍ୱର ଆକ୍ଟିଭ ଅଛି ସେଇ ସ୍ୱରରେ କାମ କରି କରି ଚାଲନ୍ତୁ। ଏବଂ ଯାହା ପାଖରେ କାମ ଅଛି ଆପଣଙ୍କର ଗାଡି ଚାଳନାରେ ଯିବା ଭିତରେ ବା ଚାଲିକି ଯିବା ଭିତରେ ତାଙ୍କୁ 9 ଥର ଇନହେଲ କରିଦିଅନ୍ତୁ। 9 ଥର ଇନହେଲ କଲେ, ତାକୁ ହୋଲ୍ଡ କଲେ, ଅର୍ଥାତ୍ ସେ ଶକ୍ତି ଆମକୁ ଦରକାର, ଆମେ ତାକୁ ହୋଲ୍ଡ କରିଦେଲେ। ଏଇ ପ୍ରକ୍ରିୟାରେ ଆପଣ ଏଣ୍ଟ୍ରି କରନ୍ତୁ। ଯେତେବେଳେ ଏଣ୍ଟ୍ରି କରିବେ ଠିକ ସେଇଭଳି ଭାବରେ ଯୋଉ ଫାଟକ ଭିତରେ, ଯୋଉ ଗେଟ୍ ଭିତରେ ଆପଣ ଏଣ୍ଟ୍ରି କରିବେ, ଆପଣଙ୍କର ଆକ୍ଟିଭ ସ୍ୱରର ପାଦ ଭିତରେ ପକେଇବେ। ଯୋଉ ଚେୟାର ଆପଣଙ୍କୁ ଅଫର ହେଲା ପ୍ରଥମେ ସେଇ ଚେୟାରକୁ ଆପଣଙ୍କର ଆକ୍ଟିଭ ହ୍ୟାଣ୍ଡରେ ମାନେ ଟଚ୍ କରେଇଦେଲେ, ତାପରେ ଆପଣ ବସିଲେ ଏବଂ ଯାହା ପାଖରେ କାମ ଅଛି ତାଙ୍କୁ ସେଇ ସାଇଡରେ ରଖିଲେ। ଏସବୁ ଜିନିଷକୁ ଆମେ ବାରମ୍ବାର ଆଲୋଚନା କରୁଛେ, ତାକୁ ମନେ ରଖନ୍ତୁ। ହଁ, ଚନ୍ଦ୍ର ସ୍ୱରରେ ଆଉ ଆମେ କଣ କଣ କରିପାରିବା ନା, ଆମେ ଆଜମ୍ପସନ ଅଫ ଅଫିସ ଓଥ ଟେକିଂ ଯଦି ଆମେ କରୁଛେ, ଓଥ ଟେକିଂ ଠିକ ଅଛି। ଆପଣ ମନେ କରନ୍ତୁ କୌଣସି ମାନେ ନିର୍ବାଚନରେ ବିଜୟ ହେଲେ ଆପଣଙ୍କୁ ଓଥ ଟେକିଂ ନବାର ଅଛି। ଆପଣ କୌଣସି କ୍ଲବର ସଭାପତି ହେଲେ, ଆପଣ କୌଣସି ଆମର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ଆସିଲେ, ଆପଣ କୌଣସି ସ୍ଥାନରୁ ଆପଣଙ୍କର ଟ୍ରାନ୍ସଫର ହେଲା ଆଉ ଗୋଟେ ଜାଗାକୁ ଗଲେ, ମନେ କରନ୍ତୁ ଆପଣ ବ୍ୟବସାୟୀ ସଂଘରେ ଅଛନ୍ତି, ଆପଣ ସଭାପତି ହେଲେ ହେଲା, ଯୋଉଠି ଓଥ ଟେକିଂ ଅଛି ସେଠି ଚନ୍ଦ୍ର ସ୍ୱରରେ ଆପଣ ଓଥ ଟେକିଂ କରନ୍ତୁ। ଆପଣଙ୍କର ସେଇ ପଦ ମର୍ଯ୍ୟାଦା ବହୁ ଗୁଣ ମାନେ ବୃଦ୍ଧି ପାଇଯିବ। ଆପଣଙ୍କର ପଦ ବହୁଦିନ ଆପଣଙ୍କ ପାଖରେ ରହିବ ହେଲା। ମନେ କରନ୍ତୁ ଆପଣ ଭାବିବେ ଯେ ମୁଁ ତ ଚାକିରି କରିଛି, ମୋର ତ କିଛି ଓଥ ଟେକିଂ ନାହିଁ, ସେଠିକି ଗଲା ପରେ ଓଥ ଟେକିଂ ବହୁତ ଜିନିଷର ଅଛି। ଯୋଉମାନେ ବଡ ବଡ ପଦବୀରେ ଅଛନ୍ତି, ମୁଁ କହୁଛି ମାନେ କ୍ଲାସ 3 କ୍ଲାସ 4 କଥା, ଯଦି ନାହିଁ ଆପଣଙ୍କର ଓଥ ଟେକିଂ, ଆପଣଙ୍କର ପ୍ରଥମ ସାଇନଟି ଆପଣ ଚନ୍ଦ୍ରସ୍ୱର ଆକ୍ଟିଭ କରିକି ପଢନ୍ତୁ। ଅଫିସରେ ଯେତେବେଳେ ବସୁଛନ୍ତି, ଆପଣଙ୍କର ଫାଇଲ, ଆପଣଙ୍କର ୱାର୍କ ଯୋଉ ସାଇଡ ଆପଣଙ୍କର ଆକ୍ଟିଭ ଅଛି, ଯୋଉ ସ୍ୱର ଆପଣଙ୍କର ଆକ୍ଟିଭ ଅଛି, ଆପଣଙ୍କର ମନେ କରନ୍ତୁ ଚନ୍ଦ୍ରସ୍ୱର ଆକ୍ଟିଭ ଅଛି, ଆପଣଙ୍କର ଫାଇଲ ଟିକେ ଲେଫ୍ଟ ସାଇଡରେ ରଖିକି ଆପଣ କାମ କରନ୍ତୁ। ଯଦି ସୂର୍ଯ୍ୟ ସ୍ୱର ଆକ୍ଟିଭ ଅଛି, ଟିକେ ଆପଣଙ୍କର ସେଇ ସାଇଡରେ ରଖିକି କାମ କରନ୍ତୁ। ଯୋଉମାନେ ବିଜନେସ କରୁଛନ୍ତି, ଆପଣଙ୍କର କଷ୍ଟମର ଆସିଲେ ଆପଣ ତାଙ୍କୁ ଆପଣଙ୍କର ଭରା ସ୍ୱର ପଟେ ରଖନ୍ତୁ। ଆପଣଙ୍କର ଯୋଉ ସ୍ୱର ଆକ୍ଟିଭ ଅଛି ଆପଣଙ୍କର କଷ୍ଟମରଙ୍କୁ ସେଇ ସାଇଡରେ ରଖନ୍ତୁ। ଅର୍ଥାତ୍ ଆମର ଯୋଉଠି କାମ ଅଛି ତାଙ୍କୁ ଆମେ ଭରା ସ୍ୱରରେ ରଖିବା, ଆମ ଯୋଉ ସ୍ୱର ଆକ୍ଟିଭ ଅଛି ସେଇ ସ୍ୱରରେ ରଖିବା। ଏଗ୍ରିମେଣ୍ଟ, ଆପଣ ଗୋଟେ ବହୁତ ବଡ କାମ କରୁଛନ୍ତି, ଆଜି ଏଗ୍ରିମେଣ୍ଟ କରିବେ। ମନେ କରନ୍ତୁ ଆପଣ ଘର ଭଡା ନଉଛନ୍ତି, ଆପଣଙ୍କୁ ଏ ଘର ଭଲ ଲାଗିଲା, ଆପଣଙ୍କୁ ବାର ବାର ଘର ବଦଳେଇବାର ନାହିଁ, ଆପଣ ଏଗ୍ରିମେଣ୍ଟ କରୁଛନ୍ତି, ଇନହେଲ କରିକି ଚନ୍ଦ୍ର ସ୍ୱରରେ କରିଦିଅନ୍ତୁ। ଚନ୍ଦ୍ର ସ୍ୱର ଆକ୍ଟିଭ ଥିବ, ଆଉ ତ ନିୟମ ଜାଣିଛନ୍ତି, ଯୋଉ ସ୍ୱରରେ ଆମେ କରିବା କଥା, ଯଦି ସେ ସ୍ୱର ଆକ୍ଟିଭ ନାହିଁ ଆମେ ଆକ୍ଟିଭ ସ୍ୱରରେ କରିବା। ମନେ କରନ୍ତୁ ଆପଣ ହାଉସ ରେଣ୍ଟ ଏଗ୍ରିମେଣ୍ଟ ସାଇନ କରିବେ। ମନେ କରନ୍ତୁ ଆପଣ ପାର୍ଟନର ବିଜନେସ କରିବେ, ଆପଣଙ୍କର ଏଗ୍ରିମେଣ୍ଟ ହଉଛି ଆପଣ ସାଇନ କରିବେ। ଆପଣ ଗୋଟେ ବହୁତ ବଡ କମ୍ପାନୀ ସାଙ୍ଗରେ ଆପଣ ନଉଛନ୍ତି, ଡିଲରସିପ ନଉଛନ୍ତି, ଆପଣ ସାଇନ କରିବେ। ତ ଚେଷ୍ଟା କରନ୍ତୁ ଆପଣଙ୍କର ଚନ୍ଦ୍ର ନାଡି ଆକ୍ଟିଭ ରହୁ। ଚନ୍ଦ୍ର ନାଡି ଆକ୍ଟିଭ ଥିଲା ବେଳେ ଆପଣ କଣ କରିବେ ନା, ପେନ୍ ଟାକୁ ଲେଫ୍ଟ ହ୍ୟାଣ୍ଡରେ ଉଠେଇଲେ, ଇନହେଲ କଲେ, ଉଠେଇଲେ। ଆପଣ ଯଦି ସାଇନ କରିପାରୁନାହାନ୍ତି ଲେଫ୍ଟ ହ୍ୟାଣ୍ଡରେ, ପ୍ରାୟ ଆମର କାହାର ଅଭ୍ୟାସ ନାହିଁ, ସେଇ ପେପରରେ ଜଷ୍ଟ ଗୋଟେ ପଏଣ୍ଟ ଲଗେଇ ଦିଅନ୍ତୁ ଆପଣ ଲେଫ୍ଟ ହ୍ୟାଣ୍ଡରେ। ଯଦି ସେତକ ବି କରିପାରୁନାହାନ୍ତି, ଇନହେଲରେ ପେନ୍ ଟାକୁ ଉଠାନ୍ତୁ, ଉଠେଇକି ରାଇଟ ହ୍ୟାଣ୍ଡକୁ ଦେଇ ଦିଅନ୍ତୁ। ରାଇଟ ହ୍ୟାଣ୍ଡକୁ ଦେଇ ଦେଇକି ଆପଣଙ୍କର ଡକୁମେଣ୍ଟ କିନ୍ତୁ ଆପଣଙ୍କର ବଡିର ଟିକେ ଲେଫ୍ଟ ସାଇଡରେ ରଖିବେ। ଟିକେ ଲେଫ୍ଟ ସାଇଡରେ ରଖିକି ଆମେ ଇନହେଲ କରିକି ସାଇନଟିକୁ କରିଦବା। କୁମ୍ଭକରେ ଆମ ପାଖରେ, ଆମ ଶରୀରରେ, ଆମ ନାଭି ମଣ୍ଡଳରେ ସେଇ ସ୍ୱର ହୋଲ୍ଡ ହେଇଥିବ, ସେଇ ଶ୍ୱାସ ହୋଲ୍ଡ ହେଇଥିବ। ସେଇ ସମୟରେ ଆମକୁ
ସାଇନ୍ କରିଦବାର ଅଛି। ଆଉ ସବୁବେଳେ ଗୁରୁତ୍ୱ ଦିଅନ୍ତୁ ଆମେ ଶ୍ୱାସକୁ ଯେମିତି ଧୀରେ ଧୀରେ ଗ୍ରହଣ କରିବା, ଛାଡିବା ବି ଧୀରେ ଧୀରେ, ହଠାତ୍ ଛାଡି ଦିଅନ୍ତୁ ନାହିଁ। ହେଲା, ହଠାତ୍ ଛାଡିଦବା ଯାହା, ଆମେ କୌଣସି ଅପରଚ୍ୟୁନିଟିକୁ ହଠାତ୍ ଛାଡିଦବା ବି ସେୟା। ବିଦେଶ ଯାତ୍ରା, ବିଦେଶ ଯାତ୍ରା ଆପଣଙ୍କର ଚନ୍ଦ୍ରସ୍ୱରରେ। ଆପଣ ମନେ କରନ୍ତୁ ଘରୁ ବାହାରୁଛନ୍ତି, ମାର୍କେଟ ଯାଉଛନ୍ତି, ପାଖ କୌଣସି ଜାଗାକୁ ଯାଉଛନ୍ତି, ଆପଣଙ୍କୁ ଶକ୍ତି ଦରକାର, ଆପଣ ସୂର୍ଯ୍ୟସ୍ୱରକୁ ଆକ୍ଟିଭ କରିକି ଯାଇପାରିବେ। କିନ୍ତୁ ଦୂର ଯାତ୍ରା କରୁଛନ୍ତି, ବିଦେଶ ଯାତ୍ରା କରୁଛନ୍ତି, ଆପଣଙ୍କୁ ଶାନ୍ତ ରହିବାକୁ ପଡିବ, ଆପଣଙ୍କୁ ସେ ଯାତ୍ରାର ଦୀର୍ଘସ୍ଥାୟୀ ରହିବାକୁ ପଡିବ, ସେ ଯାତ୍ରାରେ ଆପଣଙ୍କୁ ଅନେକ ସଫଳତା ନେବାକୁ ପଡିବ। ଆପଣଙ୍କର ମନର କାରକ ହଉଛନ୍ତି ଚନ୍ଦ୍ର, ଚନ୍ଦ୍ରଙ୍କୁ ଆକ୍ଟିଭ କରିକି ଆପଣ ଯାଆନ୍ତୁ, ଆପଣ ସେଥିରେ ସକ୍ସେସ ହେବେ, ଆପଣଙ୍କର କାର୍ଯ୍ୟ ସଫଳ ହବ। ବୁଝିପାରୁଛନ୍ତି? ଫର୍ମୁଲା ସେଇ ଏକା। ଘରୁ ଯେତେବେଳେ ବାହାରିବେ, ଯୋଉ ନାଡି ଆକ୍ଟିଭ ଥିବ, ଚନ୍ଦ୍ର ନାଡି ଯଦି ଆକ୍ଟିଭ ଥିବ, ଆପଣ 2 ପାଦ ବା 4 ପାଦ ବା 6 ପାଦ ଇନହେଲ କରିକି, ମାନେ ଆପଣ ସେଇ ହିସାବରେ ଯିବେ। ଯଦି ସୂର୍ଯ୍ୟ ନାଡି ଆକ୍ଟିଭ ଅଛି, ଇନହେଲ କରିକି ଡାହାଣ ପାଦ ପ୍ରଥମେ ପକେଇକି ଘରୁ ବାହାରିବେ। ସକାଳୁ ଯୋଉ ନିୟମରେ ଆମେ ବେଡ ତଳକୁ ଉଠୁଛନ୍ତି, ଘରୁ ଯେତେବେଳେ ବାହାରିବା ସେଇ ନିୟମରେ ଆମେ ଘରୁ ବାହାରିବା। ଧନ ସଂଗ୍ରହ କରିବା। ହେଲା, ଏଠି ସଂଗ୍ରହ କହିଲେ ଆପଣ ଯଦି ଶସ୍ୟ ଅମଳ କରୁଛନ୍ତି ତାହା ବି ଯିବ, ଆଉ ବିଶେଷ ଭାବରେ ଧନ ସଂଗ୍ରହ। ଧନ ସଂଗ୍ରହ ମାନେ କଣ ଦେଖନ୍ତୁ, ଆଜିକାଲି ବହୁ ଜିନିଷ ଆମେ ଅନଲାଇନରେ ଟ୍ରାଞ୍ଜାକ୍ସନ କରୁଛେ। ଯଦି ଅନଲାଇନରେ ଟ୍ରାଞ୍ଜାକ୍ସନ କରୁଛେ, ଆମେ କଣ କରିବା ନା, ଯଦି ଏଟିଏମ ରୁ ପଇସା ଉଠଉଛେ, ଚନ୍ଦ୍ର ନାଡିରେ ଉଠାନ୍ତୁ। ବୁଝିପାରୁଛନ୍ତି? ତ ଆପଣ ମନେ କରନ୍ତୁ ଗ୍ରୋସରୀ କିଣିବେ, ଆପଣ ଚନ୍ଦ୍ର ନାଡିରେ କିଣନ୍ତୁ, ଚନ୍ଦ୍ର ନାଡିରେ ପ୍ରଥମେ ଉଠେଇକି ଆଣନ୍ତୁ। ହେଲା, ଆପଣ ଘରକୁ ଆସିଲେ ଆପଣଙ୍କର ପଇସାକୁ ଆପଣଙ୍କର ଗଡରେଜରେ, ଆପଣଙ୍କର ମାନେ ଟ୍ରେଜେରୀରେ, ଆପଣ କୋଉଠି ବି ପଇସା ରଖୁଛନ୍ତି, ଚନ୍ଦ୍ର ନାଡିକୁ ଆକ୍ଟିଭ କରିକି ଇନହେଲ କରିକି ଥୋଇ ଦିଅନ୍ତୁ। କାଲି ଆଉ ଥରେ ନିଅନ୍ତୁ, ଆପଣଙ୍କର ଦରକାର ଅଛି। କିନ୍ତୁ ଯେତେବେଳେ ସଂଗ୍ରହ କଥା ଆସିଲା, ସଂଗ୍ରହ ହିଁ ଆମକୁ ଆଗକୁ ନିଏ। ସେ ସଂଗ୍ରହକୁ ଆମେ ଚନ୍ଦ୍ର ନାଡିରେ କରିବା। ଗଛ ଲଗେଇବା, ଆମେ ଯେତେବେଳେ ଆମର ପାର୍କରେ ଗଛ ଲଗଉଛେ, ଆମ ଘରେ ଆମେ ଗଛ ଲଗଉଛେ, ଏସବୁ ଜିନିଷରେ ଆମେ ଗଛ ଲଗେଇବା ବି ଚନ୍ଦ୍ର ନାଡିରେ ଲଗେଇବା। ଟିକେ ରହିଯାନ୍ତୁ, କଥା ହବା। ପତ୍ର ଲିଖନ। ହେଲା, ଯଦି କୌଣସି ଜିନିଷ ଶାନ୍ତିଦାୟକ ପତ୍ର ଆମେ ଲେଖୁଛେ, ଆମ ସମ୍ପର୍କକୁ ମଜବୁତ କରିବା ପାଇଁ ଲେଖୁଛେ, ଶାନ୍ତି ପ୍ରତିଷ୍ଠା ପାଇଁ ପତ୍ର ଲେଖୁଛେ, ତାହେଲେ ଇଏ ବି ଚନ୍ଦ୍ର ନାଡିରେ ହବ। ଆମେ ଗରମ ପାଣିରେ ଯଦି ଗାଧଉଛେ, ଚନ୍ଦ୍ର ନାଡିରେ, ଦେଖୁଛନ୍ତି, ଆମେ ଯେତେବେଳେ ଗାଧେଇବା ନର୍ମାଲ ୱାଟରରେ, ଆମର ସୂର୍ଯ୍ୟ ନାଡି ଆକ୍ଟିଭ ରହିଲେ ଭଲ। ଯଦି ଗରମ ପାଣିରେ କେହି ଗାଧଉଛନ୍ତି, ତାହେଲେ ଚନ୍ଦ୍ର ନାଡି ଆପଣଙ୍କର ଆକ୍ଟିଭ ରହିବା ଭଲ। ଏଇ ସବୁ ଜାଗାରେ ଆମେ ଏଭଳି ଭାବରେ ବ୍ୟବହାର କରିବା। ଯେତେବେଳେ ଆମେ କୌଣସି ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟରେ ଆମେ ପ୍ରାକ୍ଟିସ କରୁଛନ୍ତି, ମ୍ୟୁଜିକ ଶୁଣୁଛନ୍ତି, ସଙ୍ଗୀତ ଗାୟନ କରୁଛନ୍ତି, ସେତେବେଳେ ବି ଆମର ଚନ୍ଦ୍ର ନାଡି, କାହିଁକି ନା ମନ ସ୍ଥିର ରହିଲେ ତାର ସ୍ୱର ଦ୍ୱିଗୁଣ ହେଇଯାଏ। ସେଇଭଳି ଭାବରେ ହାତ ମିଲାନା, ଯେତେବେଳେ ଆମେ ହାତ ମିଳଉଛନ୍ତି, ଯେତେବେଳେ ଆମେ ନୂଆ ବନ୍ଧୁ ସୃଷ୍ଟି କରୁଛନ୍ତି, ଆମ ବନ୍ଧୁ ସମ୍ପର୍କକୁ ଗାଢ କରିବା ପାଇଁ ଚାହୁଁଛନ୍ତି, ସେତେବେଳେ ବି ଚନ୍ଦ୍ରସ୍ୱର ଆମକୁ ଦରକାର। ଔଷଧି ନିର୍ମାଣ, ବିଶେଷ ଭାବରେ ଆୟୁର୍ବେଦିକ ଔଷଧ ଯଦି କେହି ପ୍ରସ୍ତୁତ କରୁଥାନ୍ତି, ଅର୍ଥାତ୍ ଯଦି ଦେହରେ କୌଣସି ଜାଗାରେ ଦାଗ ବି ହେଲା, ଆମେ ଯଦି ପୋକଶୁଙ୍ଘା ଭଳି ଗଛକୁ ଆଣିକି ତାର ରସ ଦବାକୁ ଯାଉଛନ୍ତି, ତେବେ ବି ଯଦି ଚନ୍ଦ୍ରସ୍ୱର ଆମର ଆକ୍ଟିଭ ଅଛି, ତৎକ୍ଷଣାତ୍ ସେ କାମ ଦବ। ଆୟୁର୍ବେଦିକ ଔଷଧ ଯଦି ନିର୍ମାଣ କରୁଛନ୍ତି, ଔଷଧ ନିର୍ମାଣ ହଉଛି ଆପଣଙ୍କର ଚନ୍ଦ୍ର ନାଡି, ଔଷଧ ସେବନଟା ହଉଛି ଆୟୁର୍ବେଦିକ ଔଷଧ ଯଦି ସେବନ କରୁଛନ୍ତି ଆମେ ଚନ୍ଦ୍ର ନାଡି, ଆମେ ଯଦି ଏଲୋପାଥିକ ଔଷଧ ସେବନ କରୁଛନ୍ତି
ताहले आपणकर सूर्य नाड़ी आमे जानी थांतु एटा तो समस्त दरकार नहीं कौन से जगह आम वाटर टेस्ट करूचे ए जगार जल पड़ो ना नहीं केते रास्तार पड़ो केते दूर रे पड़ो एकू कला बेले भी हमर चंद्र नाड़ी आमे आलोचना करि सारिचंती जेतेबेले परिश्रा करिवा सी भी चंद्र नाड़ी एबे आमे आलोचना करिवा हमर सूर्य नाड़ी कथा तो बहुत बड़े हाँ एबे आमे जानिमा सूर्य स्वर काम कौन चंद्र स्वर रे कौन काम करवा आमे जानी गले एबे आमे जानिमा सूर्य स्वर रे आमे कौन काम करवा सूर्य स्वर कौन करवा माना सूर्य स्वर होचंते तेजर कथा हला शक्तिर कथा जेते क्रूर कार्य जेते शारीरिक कार्य जेते माने कठिन कार्य जेते विदायी कार्य जेते विदायी माने कौन ना नकारात्मक शक्ति को विदायर कथा ए सब कथा आम सूर्य स्वर करवा चलायमान काम हला चलिवा दौड़िवा खेलिवा हला गतिमान काम गतिशील कथा दौड़िवा बाहन चलेवा आपण टू व्हीलर चलांतु फोर व्हीलर चलांतु जहाँ भी चलांतु जदि आपण सूर्य स्वर रे चलेबे ताले आपण टायर्ड फील करिवेनी बुझी परछन ना आमे किछ समय गाड़ी साइकिल सब चलेला परे अवश्य फील करूचे जदि सूर्य स्वर आपणकर एक्टिव अच्छे आपण टायर्ड फील करिवार नाही कायना से शारीरिक कार्य से मनर कार्य नुहे हला माल किनिवा माल बिकिवा नुआ बही खाता व्यापार वृद्धि हला देखंतु माल किनिमा आ माल बिकिवा किंतु जेतेबेले आपण प्रथमे दुकान आरंभ करूचंती सेतेबेले आपण चंद्रस्वर रे किणंतु एवं चंद्रस्वर आपणकर चालू ता परे परे आमे जो माल विभिन्न समय किणुचंती दुकान ने भरी करिवा हला से हमको कोन ना तेज कथा दरकार गतशील कथा दरकार किणवा शीघ्र आमे तो थोइबा पय करिवा ना आमे बिकिवा तेणु आमको से बिकिवा दरकार सूर्य स्वर रे आपण जहा किणिकी थोई देबे आपणकर जिंस शीघ्र बिक्री हो किंतु प्रथम सूर्य स्वर को अप्लाई करेंगे जितेबाला प्रथम दुकान आरंभ करेंगे या सहित काली आम आलोचना करूले आज भी आलोचना करें जदि कस्टमर आसले आम एक्टिव साइड रे रखिबा एक्टिव साइड टा जदि आपणकर सूर्य स्वर एक्टिव थिबो जे गोटे जिंस किनिया को आसीथिबो से पांचटा जिंस नेकी जीवो आपण मानकर अनुभव थिबो कौन दुकान को जी आप गोटे जिनस जाइए तीन टा जिनस धरिक आस आपण पाखक कई जड़े आपणकर दुकान को आसी किसी जिनस किणापी आपण सूर्य स्वर साइड रे रखी दिंतु जदि आपणकर सूर्य स्वर एक्टिव अच्छी एवं आपण जिनस आनिक सूर्य स्वर हैंड रे तांको देखैबा आरंभ करंतु देखंतु आपणकर कथा उपरे आपणकर कथा उपरे से एते प्रभावित हेबे जदि गोटे जिनस नवाक आसते तीन टा जिनस नहीं जी आ सूर्य स्वर रे आपण जिनस किनिक थोइचंती माने ता खूब शीघ्र शेष हो खूब शीघ्र सरी से जिनस बेसी समय रहिबनी आपण केते दाम रे देबे केते प्रॉफिट बुक करिवे सेटा एठी मैटर करूनी बिक्री हे जीव शीघ्र बुझी पतन ना नहीं से आसीबो जेंती जीव सेंती आपण आपणकर स्टैंड स्टिल रहिकी से जिनसर बिजनेस करिवे अस्त्र चलाना जेतेबेले आमे अस्त्र चलाउचे युद्ध कथा आसुची कुस्ती लढिवा आपणकर खेल फुटबॉल खेलिवे क्रिकेट खेलिवे कुस्ती करिवे जिम जिवे व्यायाम करिवे पर्वत चढ़िवे किछि भी क्रूर कार्य हला से क्रूर कार्य भितर कौन आसीबो ना आपण जदि कोर्ट रे केस करूचंती वकीलों को भेटुचंती आपणकर वकिलाती नामा दउचंती से समय आपणकर सूर्य स्वर एक्टिव रहबा बहुत भल
ଆଉ କାଲି ମୁଁ ଆପଣଙ୍କୁ କହିଥିଲି, ଆଜି ବି ରିପିଟ କରୁଛି, ଯଦି ଆପଣ ହସ୍ପିଟାଲ ଯାଇଛନ୍ତି, ଆଇଦର ନିଜର ସ୍ୱାସ୍ଥ୍ୟ ସମସ୍ୟା ହଉ ବା କୋଉ ବନ୍ଧୁ ପରିଜନଙ୍କୁ ଦେଖିବାର ହଉ, ବା ଯଦି ଆପଣ କୋର୍ଟକୁ ଯାଉଛନ୍ତି, ହେଲା, ଆପଣ ପୋଲିସ ଷ୍ଟେସନ ଯାଇଛନ୍ତି, କିଛି ବି କାରଣ ପାଇଁ ହଉ ପଛେ, ସେ ସବୁ କଥାକୁ ଯିବା କାହା ପାଇଁ ଭଲ ନୁହେଁ। ଆପଣ କଣ କରିବେ, ସେ ଜାଗା ଯେତେବେଳେ ଛାଡିବେ, ଦେଖିବେ କୋଉ ସ୍ୱର ଆପଣଙ୍କର ଆକ୍ଟିଭ ଅଛି। ମୋର ଏବେ ସୂର୍ୟ ସ୍ୱର ଆକ୍ଟିଭ ଅଛି। ଯେତେବେଳେ ସେ ଜାଗାରୁ ବାହାରିବେ, ଆପଣ କଣ କରିବେ ନା ଚନ୍ଦ୍ରର ପାଦ ପ୍ରଥମେ ବାହାରକୁ ପକେଇଦେବେ। ହେଲା, ଚନ୍ଦ୍ରର ପାଦ ପ୍ରଥମେ ବାହାରକୁ ପକେଇଦେବେ। କେମିତି ପକେଇବେ ନା ଏକ୍ସିଲ କରିକି, ଶ୍ୱାସ ଆଉ ଭିତରକୁ ନେବେନି, ବାହାରକୁ ଛାଡିଦେବେ। ବାହାରକୁ ଛାଡି ଦେଇକି ଆପଣଙ୍କର ଡେଡ ପାର୍ଟର ପାଦକୁ ପ୍ରଥମେ ସେ ଗେଟରୁ ବା ସେ ରୁମରୁ ବାହାରକୁ ବାହାର କରିବେ। ତାପରେ ଆପଣ ଆସିବେ। ମନେ କରନ୍ତୁ ଆପଣ ହସ୍ପିଟାଲ ଯାଇଛନ୍ତି, ଆପଣ ଡକ୍ଟରଙ୍କୁ ଯୋଉ ରୁମରେ ଦେଖାଉଛନ୍ତି ସେଇ ରୁମରୁ ବି ବାହାରିବେ ସେଇଭଳିଆ, ମେନ୍ ଗେଟରୁ ବାହାରିବେ ସେଇଭଳିଆ। ଏଇଭଳିଆ ଭାବରେ ଖାଲି ସ୍ୱରରେ, ଆପଣଙ୍କର ଡେଡ ସ୍ୱରରେ ବାହାରନ୍ତୁ, ଏକ୍ସିଲ କରିକି ବାହାରନ୍ତୁ। ସେ ସବୁ ଜାଗାକୁ ଆମକୁ ବାର ବାର ଯିବା ପାଇଁ ଇନଭାଇଟ ଆସିବନି। ସେ ସବୁ ଜାଗାକୁ ଯିବାକୁ କେହି ଭଲ ପାଆନ୍ତି କି? କେହି ଭଲ ପାଆନ୍ତିନି, ଆମକୁ ବି ଭଲ ଲାଗେନି। ତେଣୁ ସେ ସବୁ ଜାଗାର ଏନର୍ଜିକୁ ଆମ ପାଖରୁ ଆମେ କାଟିଦେବା ପାଇଁ ପଡିବ। ଯେତେ ହାର୍ଡ କାମ ଆମେ କରୁଛେ, ଲେବରିୟସ କାମ କରୁଛେ, ହେଲା, ଶାରୀରିକ କାର୍ଯ୍ୟ କରୁଛେ, ସିଏ ବି ଆପଣଙ୍କର ସୂର୍ୟ ସ୍ୱର। ମେସିନ ଇନଷ୍ଟାଲେସନ, ମେସିନ ଚଲେଇବା ଚନ୍ଦ୍ର ସ୍ୱରରେ, କିନ୍ତୁ ଇନଷ୍ଟାଲ ଯେତେବେଳେ ହବ, ମେସିନ ଆମେ ସ୍ଥାପନ କରିବା, ସିଏ ହଉଛି ସୂର୍ୟ ସ୍ୱରରେ। ହେଲା, ମେସିନ ଷ୍ଟାର୍ଟିଂ କଥା ସେ ପ୍ରଥମ କଥା ରହିଛି। ମେସିନର ରିପେୟାର ସୂର୍ୟ ସ୍ୱରରେ ଆମେ କରିବା। କାହିଁକି ନା ଆମର ବଡି ଯେତେବେଳେ ରିପେୟାର ହଉଛି, ଆମର ବଡି କୋଉ ସମୟରେ ରିପେୟାର ହଉଛି ଆମେ ଆଲୋଚନା କରୁଥିଲେ, ରାତି 10ରୁ ରାତି 2 ପର୍ଯ୍ୟନ୍ତ। ସେଇ ସମୟରେ ଆମ ପାଖରେ ଯୋଉ ଡକ୍ଟର ଅଛି, ଆମର ସବକନସିୟସ ମାଇଣ୍ଡ ଆମ ବଡିକୁ ରିପେୟାର କରେ। ଆଉ ସେ ରିପେୟାର ବେଳେ ଆମକୁ ସୂର୍ୟ ନାଡି ସେଇଥିପାଇଁ ରାତିରେ ବହୁତ ସମୟ ଆକ୍ଟିଭ ରହିବା ଦରକାର। ଆମକୁ ସୂର୍ୟ ନାଡି ଆକ୍ଟିଭ ହବା ଦରକାର। ସେମିତି ଆମେ ଯଦି କୌଣସି ମେସିନାରୀ ରିପେୟାରିଂ କରୁଛେ, ଆମର ରିପେୟାରିଂ ହଉଛି, ଆମେ ସେଇଠି ଠିଆ ହେଇଛେ, ବା ଆମେ ନିଜେ ଫିଟର ରିପେୟାରିଂ କରୁଛେ, ଏସବୁ ସମୟରେ ଆମକୁ ସୂର୍ୟ ନାଡି ଯଦି ଆକ୍ଟିଭ ରହୁଛି, ବହୁତ ସୁନ୍ଦର ଭାବରେ ସେ କାମ ହେଇଥାଏ। ହଁ, ଦେଖନ୍ତୁ ଏଇଠି ଯଦି ଆମେ ଚାକିରି ପାଇଁ ଆପ୍ଲିକେସନ ଲେଖୁଛେ, ଆମେ ଇଣ୍ଟରଭ୍ୟୁ ଦବା ପାଇଁ ଯିବା, ମାନେ ଇଣ୍ଟରଭ୍ୟୁ କଥା ନାହିଁ, ଯେତେବେଳେ ଆମେ ପ୍ରଥମେ ଆପ୍ଲିକେସନ ଦଉଛେ, ଗୋଟେ ପୋଷ୍ଟ ବାହାରିଲା, ଆମେ ସେଇଠି ଆପ୍ଲିକେସନ ଦବା। ଆମେ ସେଇଠି ଆପ୍ଲିକେସନ ଦବା ମାନେ ଆମକୁ ସୂର୍ୟ ନାଡିକି ଆକ୍ଟିଭ କରିବା। ଯଦି ଆମେ ଅନଲାଇନ ଆପ୍ଲାଏ କରିବା, ଘରୁ ବାହାରିବା ଆମେ ସୂର୍ୟ ନାଡିକୁ ଆକ୍ଟିଭ କରିକି। ବୁଝିପାରୁଛନ୍ତି ନା ନା? ସେଠି ଯେତେବେଳେ ଆମେ ପହଞ୍ଚିବା, ଆମର ସୂର୍ୟ ନାଡି ଆକ୍ଟିଭ ଥିଲେ ଭଲ। ଆମେ ପ୍ରଥମେ ପ୍ରତିଟି ଡିଭାଇସକୁ ଡାହାଣ ହାତରେ ଟଚ୍ କରିବା। ନାଇଁ, ଯଦି ଘରେ ଆମେ ନିଜେ ଆମର ମୋବାଇଲରେ ବା ଆମର ଲାପଟପରେ ଆମେ ଅନଲାଇନରେ କରୁଛେ, ଆପଣଙ୍କର ସୂର୍ୟ ନାଡିରେ ଆପଣଙ୍କର ଏଣ୍ଟର କରନ୍ତୁ, ମାନେ ପ୍ରଥମେ ସୁଇଚ ଅନ୍ କରନ୍ତୁ, ତାପରେ ଆପଣଙ୍କର ପାସୱାର୍ଡ ଯଦି ରଖିଛନ୍ତି, ପାସୱାର୍ଡ ଦେଇକି ସୂର୍ୟ ନାଡିରେ ଏଣ୍ଟ୍ରି କରନ୍ତୁ। ଆପଣଙ୍କ ଲାପଟପକୁ ଆପଣଙ୍କର ରାଇଟ ସାଇଡରେ ଟିକେ ରଖନ୍ତୁ। ଆପଣଙ୍କର ସବୁ ଫିଲଅପ କରିକି ଲାଷ୍ଟ ଏଣ୍ଟ୍ରି ସୂର୍ୟ ସ୍ୱରର ହ୍ୟାଣ୍ଡରେ ହିଁ କରିଦିଅନ୍ତୁ। ହେଲା, କାହିଁକି ନା ଆମେ ସରକାରଙ୍କୁ ପତ୍ର ଲେଖୁଛେ, ଦୃଷ୍ଟି ଆକର୍ଷଣ ହବ ଆମ ଉପରେ, ଆମେ ପ୍ରଭାବିତ କରିପାରିବା ଅନ୍ୟମାନଙ୍କୁ, ଆମ ପାଖରେ ସୂର୍ୟ ଭଗବାନ ରହିଛନ୍ତି। ଶାସନକୁ ପତ୍ର ଲେଖିବା, ହେଲା, ଶାସନକୁ ପତ୍ର ଲେଖିବା ମାନେ କଣ ନା, ମନେ କରନ୍ତୁ ଆପଣଙ୍କର ଜିପିଏଫ କ୍ଲେମ ଅଛି, ହେଲା, ଆପଣଙ୍କର କିଛି କ୍ଲେମ ଅଛି, ଆପଣଙ୍କର କିଛି ବି କ୍ଲେମ ରହିଛି, ହେଲା, ଇନକ୍ରିମେଣ୍ଟ ଆପଣଙ୍କର ପାଇବା ପାଇଁ ଯାଉଛନ୍ତି, ଆପଣଙ୍କ ସାହିରେ ନଳକୂଅ ଖରାପ ହେଇଛି, ଆପଣ ଗୋଟେ ପତ୍ର ଲେଖୁଛନ୍ତି, ହେଲା, ଆପଣ ଆରଟିଆଇ ରେ କିଛି ମାଗୁଛନ୍ତି, ଆପଣଙ୍କର କିଛି କ୍ଲେମ ଅଛି ଗଭର୍ଣ୍ଣମେଣ୍ଟର କୌଣସି ଅଫିସରେ, ଆପଣ ତାକୁ ମାଗୁଛନ୍ତି, ଆପଣଙ୍କର ୱାଟର ଲାଇନ ଖରାପ ହେଇଛି, ଆପଣ ଏନଏସି କୁ ଲେଖୁଛନ୍ତି। ସେ ସବୁ ଜାଗାରେ ଆମେ ସୂର୍ୟ ସ୍ୱରକୁ ଆକ୍ଟିଭ କରିକି ଯଦି ଲେଖିବା, ଆପଣଙ୍କର ଯୋଉ ଏନର୍ଜି ଗଲା ସେଇ ପତ୍ର ସହିତ, ସିଏ ଆପଣଙ୍କର ଫାଇଲକୁ ତ୍ୱରାନ୍ୱିତ କରିବ, ଆପଣଙ୍କର କାମ ଶୀଘ୍ର ହେଇଯିବ। ହେଲା, ଆପଣ ଟ୍ରାନ୍ସଫର ପାଇଁ ଆପ୍ଲିକେସନ ଲେଖୁଛନ୍ତି,
ଏଟା ତ ସ୍ଥାୟୀ ପାଇଁ ଆପଣ ଲେଖୁନାହାନ୍ତି ନା, ଆପଣ ଅସ୍ଥାୟୀ ପାଇଁ ଲେଖୁଛନ୍ତି ସେ ଜାଗାରୁ ମୁଁ ଆଉ ଗୋଟେ ଜାଗାକୁ ଯିବି। ଏସବୁ ଜାଗାରେ ସୂର୍ୟ ସ୍ୱରକୁ ଆମେ ଆପ୍ଲାଏ କରିବା। ମନ୍ତ୍ର ଲେଖିବା, ଯନ୍ତ୍ର ତିଆରି କରିବା, ଉଗ୍ର ମନ୍ତ୍ର ଆମେ ସାଧନ କରିବା ହେଲା। କୌଣସି ମନ୍ତ୍ରକୁ ଆମେ ଲେଖିବା। ଏବେ ଆମର ନବରାତ୍ରି ରିମେଡି ଯୋଉମାନେ କରିଛନ୍ତି, ଯନ୍ତ୍ର ପାଇଁ ଆମେ ଦେଇଛେ ଯନ୍ତ୍ର ସ୍ଥାପନ କରିବେ। ଯଦି ସୂର୍ୟ ନାଡି ଆକ୍ଟିଭ କରି କରିବେ ଯନ୍ତ୍ର ସ୍ଥାପନ, ତାହେଲେ ବହୁତ ଭଲ, ବହୁତ ଭଲ। ତା ସହିତ ଆମେ କଣ କରିବା ନା ଉଗ୍ର ମନ୍ତ୍ର ସାଧନ କରିବା। ଉଗ୍ର ମନ୍ତ୍ରରେ କିଏ କିଏ ଯିବେ ନା ଆପଣଙ୍କର ବଜରଙ୍ଗ ବାଲିଙ୍କ ମନ୍ତ୍ର ଯିବ, ନୃସିଂହ ମନ୍ତ୍ର ଯିବ, ଯୋଉମାନଙ୍କର ଉଗ୍ର ସ୍ୱରୂପ କାଳୀଙ୍କର ଯିବ, ବୁଝିପାରୁଛନ୍ତି ନା ନାଇଁ, ବଗଲାମୁଖୀ ଯିବେ। ଉଗ୍ର ମନ୍ତ୍ର ସାଧନ ଯଦି ଆମେ ସୂର୍ୟ ସ୍ୱରରେ କରୁଛନ୍ତି, ତାହେଲେ ଅନୁରୂପ ଭାବରେ ନିଶ୍ଚିତ ଭାବରେ ବହୁତ ଭଲ। ବାସ୍ତୁ ରେଜିଷ୍ଟ୍ରି, ବାସ୍ତୁ ରେଜିଷ୍ଟ୍ରିକୁ ଆପଣ ମାନେ ଜାଣି ନାହାନ୍ତି। ବାସ୍ତୁ ରେଜିଷ୍ଟ୍ରି କଣ ହୁଏ ନା କୌଣସି ଘର ଆମର ଗୋଟେ ତିଆରି ହେଇସାରିଛି ବା ନୂଆ ଜାଗାରେ ଆମେ ଘର କରିବା, ବୁଝିପାରୁଛନ୍ତି, ବା ଆମେ ଗୋଟେ ଭଡା ଘରେ ଅଛେ, ଆମକୁ କିଛି ଅସୁବିଧା ହଉଛି, ଯୋଉମାନେ ମାନେ ଅବଶ୍ୟ ସେ ବିଷୟରେ ଆପଣ ମାନେ ଜାଣି ନାହାନ୍ତି। ଆମେ ଯଦି ସେ କାମକୁ କରିବୁ, ତାହେଲେ ବାସ୍ତୁ ରେଜିଷ୍ଟ୍ରି ଅର୍ଥାତ ସେ ଜାଗାକୁ ସକାରାତ୍ମକ ଶକ୍ତିକୁ ଆଟ୍ରାକ୍ଟ କରାଯାଏ, ସକାରାତ୍ମକ ଶକ୍ତିକୁ ଇନଭାଇଟ କରାଯାଏ ଏବଂ ସେ ଜାଗାରେ ଥିବା ସମସ୍ତ ନକାରାତ୍ମକ ଶକ୍ତିକୁ ନବା ପାଇଁ ଗୋଟେ ସୁନ୍ଦର ମାନେ ଜିନିଷ ରଖାଯାଏ। ସେଇ ଜିନିଷରେ ସେମାନେ ସମସ୍ତେ ପଳେଇ ଆସନ୍ତି, ତାଙ୍କୁ ନେଇକି ପ୍ରବାହିତ କରାଯାଏ, ଯୋଉଟା କି ବାସ୍ତୁ ରେଜିଷ୍ଟ୍ରିର ଏକ ଅଂଶ ବିଶେଷ, ସେଟା ବାସ୍ତୁରେ ରହିଛି। ଛାତ ଢାଳିବା ହେଲା, ଦେଖନ୍ତୁ କେତେ ମାନେ ଜିନିଷ ଅଛି। ଆପଣଙ୍କର ଘର କାମ ଆରମ୍ଭ କରୁଛନ୍ତି ଆପଣ ଚନ୍ଦ୍ର ନାଡିରେ, ଚନ୍ଦ୍ର ସ୍ୱରରେ, ବୁଝିପାରୁଛନ୍ତି ନା, କିନ୍ତୁ ଛାତ ଯେବେ ପକେଇବେ, ସେଦିନ ଛାତ ପକେଇବା ଯେତେବେଳେ ଆରମ୍ଭ କରିବେ, ଆପଣଙ୍କର ସୂର୍ୟ ନାଡି ଆକ୍ଟିଭ ହେଲେ ଭଲ, କାହିଁକିନା ସେଠି ଶକ୍ତିର ଆବଶ୍ୟକ ଅଛି। ସୂର୍ୟ ନାଡି ଆକ୍ଟିଭ ହବ, ଆମେ ଛାତ ପକେଇଦବା। ନଜର ଉତାରନା ହେଲା, ନଜର ଉତାରନା, ଗୋଟେ ଛୁଆଟେ ଆମେ ଦୃଷ୍ଟି ଦୋଷ ରହୁଛି, ଆମେ କଣ କରୁଛେ ନା ଟିକେ ଗାଈ ଲାଞ୍ଜରେ ଝାଡି ଦଉଛେ ହେଲା, କେହି ଲଙ୍କା ଧୂଆଁ ଟିକେ ଦିଅନ୍ତି। ଏବେ ଆମେ କଣ କରୁଛେ ନା ଘରୁ ନକାରାତ୍ମକ ଉର୍ଜାକୁ ବାହାର କରିବା ପାଇଁ ଆମେ ଭୀମସେନୀ କର୍ପୂର ସହିତ ଲବଙ୍ଗକୁ ବ୍ୟବହାର କରୁଛେ। ଯେତେ ନକାରାତ୍ମକ ଉର୍ଜାକୁ ବାହାର କରିବାର କଥା ଆସିଲା, ଆପଣ କ୍ରିମ ଚାଣ୍ଟ କରୁଛନ୍ତି, ଆପଣ କ୍ରିମ ର ରିଚୁଆଲ୍ସ କରୁଛନ୍ତି, ଫିଟିକିରି କଳା କପଡା, ବୁଝିପାରୁଛନ୍ତି ନା ନାଇଁ, ଯେତେ ନକାରାତ୍ମକ ଉର୍ଜାକୁ ବାହାର କରିଦବାର ଅଛି, ସେତେବେଳେ ଆମେ ସୂର୍ଯ୍ୟ ନାଡିକୁ ଆକ୍ଟିଭ କରିବା। ଆପଣଙ୍କର ବାର ଆଉ ଇଏ ମ୍ୟାଚ କଲା, ଯେତେବେଳେ ଆମେ ତତ୍ଵ ଜାଣିବା, ଆହୁରି ବହୁତ କିଛି ଯୋଡି ହେଇଯିବ ତା ସାଙ୍ଗରେ। ଭୋଜନ କରିବା ଆମେ ଆଲୋଚନା କରିଥିଲେ ଏବେ କିଛି ସମୟ ତଳେ, ସେ ସମୟରେ ଆମକୁ ସୂର୍ଯ୍ୟ ନାଡି ଆକ୍ଟିଭ କରିବାର ଅଛି। ଯାତ୍ରା କରିବା, ବାହନ ଚଲେଇବା, ଏ କଥା ଆମେ ଆଲୋଚନା କରିଛନ୍ତି, ଯୋଉଟା କି ଯୋଉ ଯାତ୍ରା କଥା ଆମେ କହୁଛେ, ଯୋଉଟା କି ପାଖାପାଖି, ସେଇଟାକୁ ଆପଣଙ୍କର ସୂର୍ୟ ସ୍ୱରରେ, କିନ୍ତୁ ଦୂର ଯାତ୍ରା, ବିଦେଶ ଯାତ୍ରା, ଇଏ ସବୁ ଆପଣଙ୍କର ଚନ୍ଦ୍ର ନାଡିରେ ହବ। ଶୋଇବା ଆପଣଙ୍କର ସୂର୍ୟ ନାଡି। ଶୋଇବାଟାକୁ ସାଧାରଣତଃ ଭାବରେ ଆମେ ରାତ୍ରିର ଶୋଇବାକୁ ନିଅନ୍ତୁ, ଯୋଉଥିପାଇଁ ଆମେ ବାମ କଡ ମାଡିକି ସମସ୍ତେ ଶୋଉଥାନ୍ତି। ସାଇନ୍ସ କହୁଛି ବାମ କଡ ମାଡିକି ଶୋଇବା ପାଇଁ, କାହିଁକିନା ଆମର ଅର୍ଗାନ ଗୁଡିକ ସୁରକ୍ଷିତ ରହିବା ପାଇଁ, ଯୋଉ ଯୋଉ ଅର୍ଗାନ ଆପଣ ମାନେ ଜାଣିଛନ୍ତି। ସ୍ୱର ବିଜ୍ଞାନ ସେଇଥିପାଇଁ ମାନେ କୋଉ ଭଳିଆ ରଖିଛି, କୋଉ ଅନାଦି କାଳରୁ ସ୍ୱର ବିଜ୍ଞାନ ଅଛି ଯେ ଆମେ ଲେଫ୍ଟ କଡ ମାଡିକି ଶୋଇବା, ଯାହାକୁ ସାଇନ୍ସ ମାନିଲା। ଏବଂ ଲେଫ୍ଟ କଡ ମାଡିକି ଶୋଇଲେ କଣ ହବ ନା ଆମର ସୂର୍ୟ ନାଡି ଆକ୍ଟିଭ ରହିବ। ସୂର୍ୟ ନାଡି ଆକ୍ଟିଭ ରହିଲେ ଆମ ବଡି ରିପେୟାର ହେଲା, ପୁଣି ସକାଳକୁ ଆମେ ତାଜା ହେଇଗଲେ, ଆମର ଇମ୍ୟୁନିଟି ସିଷ୍ଟମ ବଢିଗଲା। ଯଦି ରାତି 10ଟାରୁ ରାତି 2ଟା ଭିତରେ ଆପଣ ଯେତେ ସମୟ ନଷ୍ଟ କରିବେ, ଆପଣଙ୍କର ଇମ୍ୟୁନିଟି ପାୱାର ସେଇ ଅନୁସାରେ କମିଯିବ। ସ୍ୱାସ୍ଥ୍ୟକୁ ସୁରକ୍ଷା ଦବାର ଗୋଟେ ବହୁତ ବଡ ମାନେ ଉପାୟ ହଉଛି ଆପଣ ରାତି 10 ବେଳୁ ଶୋଇବା ଆରମ୍ଭ କରିଦିଅନ୍ତୁ ହେଲା, ବେଶୀରେ ବେଶୀ ଅଧଘଣ୍ଟେ ଲେଟ୍ ହଉ ଆପଣ ଶୋଇବା ଷ୍ଟାର୍ଟ କରିଦିଅନ୍ତୁ।
ଆପଣଙ୍କର ବଡି ରିପେୟାର ହୁଏ ରାତି 10 ରୁ ରାତି 2 ଭିତରେ। ଅନୁରୂପ ଭାବରେ କାଲି ଆମେ ଆଲୋଚନା କରୁଥିଲେ ଯୋଉମାନେ ବାଧ୍ୟ କରିବାନି, ଯୋଉମାନେ କରିପାରିବେ ସନ୍ଧ୍ୟା ପୂର୍ବରୁ ଭୋଜନ କରିଦିଅନ୍ତୁ। ସୂର୍ଯ୍ୟ ଆସିବା ପରେ ଭୋଜନ କରନ୍ତୁ। ସୂର୍ଯ୍ୟ ଯିବା ପୂର୍ବରୁ ଆପଣଙ୍କର ଭୋଜନ ସମାପ୍ତି କରିଦିଅନ୍ତୁ। ଯୋଉମାନେ କରିପାରୁଛନ୍ତି, ଯୋଉମାନଙ୍କର କିଛି ଅସୁବିଧା ନାହିଁ, ଏଇ ଅଭ୍ୟାସକୁ ଧୀରେ 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 ନିଜ ଲାଇଫରେ ଆପଣ ମାନେ ଆଡ କରିଦିଅନ୍ତୁ। ଦେଖନ୍ତୁ ଦିନ ପରେ ଦିନ ଗତି କରିବ ଆଉ ଆପଣଙ୍କୁ କେତେ ଭଲ ଲାଗିବ, ଆପଣଙ୍କୁ କେତେ ତେଜପୂର୍ଣ୍ଣ ହେବେ ହେଲା। ଆପଣଙ୍କୁ ଧୀରେ ଧୀରେ ସେ ସବୁ ଜିନିଷ ଭଲ ଲାଗିବ, କାହିଁକି ନା ପ୍ରକୃତିର ଅନୁକୂଳ ପରିବେଶରେ ଆମେ ନିଜକୁ ଆଗେଇ ନବା। ରେକି ଦବା, ଦେଖନ୍ତୁ ଆରଥର ମୁଁ କହୁଥିଲି, ଏଥର ତ ବୋଧେ ଆପଣଙ୍କ ଭିତରେ ରେକି ମାଷ୍ଟର କିଏ ନାହାନ୍ତି। ରେକି ଯୋଉମାନେ ଦିଅନ୍ତି ସେମାନେ ନିଜ ଅସୁସ୍ଥତା ଅନୁଭବ କରନ୍ତି, କାହିଁକି ନା ସେ ଜାଣି ନାହାନ୍ତି ରେକି କେମିତି ଦେବେ। ଯଦି ଆପଣଙ୍କର ସୂର୍ଯ୍ୟ ନାଡି ଆକ୍ଟିଭ କରିକି ଆପଣ ରେକି ଦେବେ, ଆପଣଙ୍କର କୌଣସି ଅସୁବିଧା ହବନି, ଆପଣଙ୍କର ଶାରୀରିକ ପ୍ରୋଟେକ୍ସନ ରହିଲା ଏବଂ ଆପଣଙ୍କର ପେସେଣ୍ଟ ଶୀଘ୍ର ଆରୋଗ୍ୟ ହବ। ବୁଝିପାରୁଛନ୍ତି? ଆପଣଙ୍କର ପେସେଣ୍ଟ ଶୀଘ୍ର ଆରୋଗ୍ୟ ହବ। ଏଇଠି ମୁଁ ଆଉ ଗୋଟେ କଥା ଆଡ କରିବାକୁ ଚାହୁଁଛି, ଯଦି କୌଣସି ବ୍ୟକ୍ତି ହଠାତ୍ ପାରାଲାଇଜ ହେଇଯାନ୍ତି, ଆପଣ ତାଙ୍କର ଟ୍ରିଟମେଣ୍ଟ କରନ୍ତୁ, ଯେମିତି କରିବା କଥା ମନା ନାହିଁ, କିନ୍ତୁ ଆପଣ କଣ କରିବେ ନା ଏଇଟା ପରୋପକାର କାମ, ଆପଣ ଚାହିଁଲେ କରିପାରିବେ। 4 ଜଣ 5 ଜଣ ରେଡି ହେବେ ହେଲା। ସେ ପେସେଣ୍ଟ ତାଙ୍କର ସେ ଶୋଇଛନ୍ତି, ତାଙ୍କର ଯୋଉ ସାଇଡ ପାରାଲାଇଜ ହେଇଛି 5 ଜଣ ରେଡି ହେବେ, ସମସ୍ତେ ଲେଫ୍ଟ ନୋଷ୍ଟ୍ରିଲରେ କଟନ ଦେଇଦେବେ। କାହିଁକି ନା ସମସ୍ତଙ୍କୁ ସ୍ୱର ଜ୍ଞାନ ଜଣା ନାହିଁ କି ତାଙ୍କର ସୂର୍ଯ୍ୟସ୍ୱର ଆକ୍ଟିଭ କରିବା ପାଇଁ। ତେଣୁ କଣ କରିବେ ନା ଲେଫ୍ଟ ନୋଷ୍ଟ୍ରିଲରେ କଟନ ଦେଇଦେବେ। କଟନ ଦେଇକି ଷ୍ଟାର୍ଟ କରିବେ ରଫ୍ କରିବା ହାତକୁ, ଯେମିତି ହାତରୁ ଗୋଟେ ଗରମ ବାହାରେ ହେଲା। ସମସ୍ତେ ଆଟ ଏ ଟାଇମ ଘଷିବେ, କଥାବାର୍ତ୍ତା ହେଇଯିବେ ଆପଣଙ୍କ ଭିତରେ, ଜଣେ ହଉଛି 1, ଜଣେ ହଉଛି 2, ଜଣେ ହଉଛି 3, ଜଣେ ହଉଛି 4, ଜଣେ ହଉଛି 5 ହେଲା। 5 ମୁଁ କହିଲି ମାନେ ଆପଣ ଭାବନ୍ତୁନି ତାର ବିଧି ଅଛି 5 ବୋଲି, 5 ହେଲେ ଭଲ, 4 ଜଣ ହେଲେ ବି ଆପଣ କରିପାରିବେ ହେଲା। ଆଉ 3 ଜଣ ହେଲେ ବି କରିପାରିବେ, କିନ୍ତୁ ଆପଣଙ୍କ ସ୍ପିଡ ଟିକେ ବଢେଇବା ଦରକାର। 5 ଜଣ ହେଲେ କଣ କି ଆପଣଙ୍କୁ ସମୟ ମିଳିବ। ସମସ୍ତେ ରଫ୍ କଲେ ଆଟ ଏ ଟାଇମ 1 କହିକି ଜଣେ ତାଙ୍କର ବଡିରେ ହାତକୁ ଟଚ୍ କଲା। ମୁଁ ହାତ ଟଚ୍ କରୁ କରୁ 1, ତାପରେ 2 କହିକି ସିଏ ଟଚ୍ କଲା, 3 କହିକି ଆଉ ଜଣେ ଟଚ୍ କଲା, 4 କହିକି ଆଉ ଜଣେ ଟଚ୍ କଲା, 5 କହିକି ଆଉ ଜଣେ ଟଚ୍ କଲା। ସମସ୍ତେ ଘଷୁଥିବେ, କିନ୍ତୁ ତା ପାଳି ପଡିଲା ବେଳକୁ ପୁଣି ସେ ଲଗେଇବ, ତା ପାଳି ପଡିଲା ସେ ପୁଣି ଲଗେଇବ। ଦେଖନ୍ତୁ 4-5 ଦିନ କରିବା ଭିତରେ ସେ ପେସେଣ୍ଟ ଶୀଘ୍ର ରିକଭରି ହେଇଯିବ। ମାନେ ଏତେ ଏନର୍ଜି ରହିଛି ସେଇଥିରେ ହେଲା, ଏତେ ଏନର୍ଜି ସେଥିରେ ରହିଛି, ସେ ଲୋକ ଶୀଘ୍ର ରିକଭରି ହେଇଯିବ। ୟା ସହିତ ଆଗକୁ ଥାଇପାରେ, ତେବେ ମୁଁ ଆଲୋଚନା କରିଦଉଛି ଯେହେତୁ ଆସିଗଲାଣି, ଯଦି କୌଣସି କ୍ରନିକ ଡିଜିଜ କୁ ନେଇକି କେହି ପୀଡିତ ଥାନ୍ତି ହେଲା, କିଛି ବି ରୋଗ ହେଇପାରେ, ହଁ, ଆପଣଙ୍କର ଯାହା ଯାହା କ୍ରନିକ ଡିଜିଜ ବୋଲି ଭାବୁଛନ୍ତି ବା ଯାହା ଯାହା ମାନେ କଣ କ୍ୟୁରେବଲ ନୁହଁ ବୋଲି ଭାବୁଛନ୍ତି, ଯାହା ଯାହା ଅଧିକା ବ୍ୟୟ ସାପେକ୍ଷ ବୋଲି ଭାବୁଛନ୍ତି, ଯୋଉ ବି ଜିନିଷ ଆପଣ ଜାଣନ୍ତୁ ଆପଣଙ୍କର ଡିଜିଜ ଟା ସେ ବ୍ୟକ୍ତିର କଣ। ଗାଈ ଘିଅର ଦୀପଟିଏ ଆଗରେ ଲଗାନ୍ତୁ, ଗାଈ ଘିଅର ଦୀପଟିଏ ଲଗେଇକି ଆଖି ବନ୍ଦ କରନ୍ତୁ, ଆଖି ବନ୍ଦ କରିକି ଗୋଟେ ନୋଷ୍ଟ୍ରିଲ କୁ ବନ୍ଦ କରନ୍ତୁ, ନୋଷ୍ଟ୍ରିଲ କୁ ବନ୍ଦ କରିକି ଲେଫ୍ଟ ନୋଷ୍ଟ୍ରିଲରେ ଧୀରେ ଧୀରେ ଆପଣ ଭିଜୁଆଲାଇଜ କରନ୍ତୁ ଯେ ସେ ଦୀପର ଶିଖାକୁ ମୁଁ ଶରୀର ଭିତରକୁ ନଉଛି। ଦେଇକି 2ଟା ଯାକ ନୋଷ୍ଟ୍ରିଲକୁ ଆପଣ ବନ୍ଦ କରିଦେଲେ ହେଲା। ବନ୍ଦ କରିଦେଲେ, ବନ୍ଦ କରିଦେଇକି ଯୋଉ ଜାଗାରେ ଆପଣଙ୍କର ପ୍ରୋବ୍ଲେମ ଅଛି ବୋଲି ଭାବୁଛନ୍ତି ସେଇ ଜାଗାରେ ସେଇ ଦୀପର ଶିଖାକୁ ବା ସେଇ ଏନର୍ଜିକୁ ଆପଣ ମୁଭମେଣ୍ଟ କରନ୍ତୁ। ମୁଭମେଣ୍ଟ କରେଇକି ଭିଜୁଆଲାଇଜରେ ଭାବନ୍ତୁ କି ସେ ଜାଗାରେ ଯାହା ବି ପ୍ରୋବ୍ଲେମ ଥିଲା ସେ ସବୁ ବାହାରି ଆସୁଛି। ଯେତିକି ସମୟ ଆପଣ ସୁସ୍ଥ ଭାବରେ ରହିପାରିବେ ହୋଲ୍ଡ କରିକି, ସେ ସମୟରେ ଭିତରେ ତାକୁ ହିଲିଂ କରେଇକି ପୁଣି ଲେଫ୍ଟ ନୋଷ୍ଟ୍ରିଲକୁ ଭଲରେ ଟିକେ ଚିପିକି ରାଇଟ ନୋଷ୍ଟ୍ରିଲରେ ସ୍ପିଡରେ ତାକୁ ବାହାର କରିଦେବେ। ଅର୍ଥାତ୍ ସେ ଜାଗାରୁ
समस्त प्रकार प्रोब्लेम को आपण बाहर को छाड़ीदेले एइभଳି भाବରେ प्रतिदिन 5 मिनिट 7 मिनिट दिन को थरे दिथर तीन थर आपणकर माने श्रद्धा अनुसार आपण करंतु देखंतु खूब शीघ्र माने सेथिरु मुक्ति पाइजिबे स्वर ज्ञान एवं जेतेबेले से दीपर चिकित्साटी को आपण आरंभ करिवे भगवान शिव माँ पार्वती पाखरे संपूर्ण समर्पित होइकी निजर इष्ट निजर गुरु निजर बापा माँ समस्त को आराधना करिवे जे एई स्वर चिकित्सा माध्यम संपूर्ण सुस्थ होउचे आपण मान मते सपोर्ट करंतु आपण मान मते सहयोग करंतु आपण मान मते कृपा दियंतु बुझि परछन्ती एई कथा कहिकी सेई चिकित्सा को आमे निजे करई परिबा स्नान करिबा हला एटा कथा आमे आलोचना करिथिले शत्रु पर विजय करवा स्नान करवा माने जेतेबेले नॉर्मल वाटर ले आमे गाधौचंती से कथा आमे आलोचना करिथिले स्वर ज्ञान रे बा माने हम जदि सूर्य स्वर एक्टिव अछि से समय आमे नॉर्मल वाटर रे बा ठंडा पानी रे आमे गाधौचंती शत्रु पर विजय करवा शत्रु पर विजय करवा काले हमको प्रश्न थिला जे शत्रु साधन केमते आमे करवा ना शत्रु को हम राइट साइड रे रखिया हमर सूर्य स्वर एक्टिव थिवो हेले शत्रु चलला बुझी पार्छन्ति ना ना नचेत जदि तांकु बाहर कर देबा पय चाहूचे आमे संपूर्ण पाखेरे अछन्ति आमे ए टाइप रो करले दूर रे अछन्ति तां खाली स्वर रो साइड रे रखी की आमे विजुअलाइज करबा आ विशेष भाव साधन जदि करवा आमे सूर्य स्वर रे करवा खाली करवा अर्थ तांकु जीवन विदाय करबा ए भली भाव रे विदाय करबार मानसिकता रे आमे तो रहबा नै काहे कि ना केते बेले शत्रु भी पुणी थरे किसी सहयोग तार थाई पारे बा आमे करि परिबा कठिन विषय रे जेते बेले आमे शिक्षा नबा एठी आपनक मन रे प्रश्न आसी पारे जे सर कहउतले चंद्र स्वर रे अध्ययन आरंभ करबा एडमिशन करबा पुणी एठी सूर्य स्वर कथा को आसला सूर्य स्वर रे कठिन विषय माने कोन अकाउंटिंग सब्जेक्ट जहा रहेला जेमति कि आपनकर माने साइंस हे पारे अकाउंटिंग सब्जेक्ट हे पारे ए सब जिंस कठिन सब्जेक्ट जते बेले हमें पढिबा सेते बेले हमकु सूर्य स्वर को एक्टिव करके हमें से जिंस पढिबा आवेदन पत्र हमें आलोचना करि सारि चंती एबे रहला साक्षात्कार आपण भायावास पय डका हिच आपण जाउचंती आपण ऑफिसर को गोटे एप्लिकेशन देबे आपणकर ट्रांसफर दरकार आपण जाउचंती गोटे टेंडर अप्लाई करिवे हला टेंडर भी अप्लाई करिवे मन रखंतु माने सूर्य स्वर रे हला आपण जो अधिकारी को पाखरे काम अछि आपण कोन करंतु सूर्य स्वर को एक्टिव करके जान स्वर केमते एक्टिव करिवे त आपण माने जानिवे सूर्य स्वर को एक्टिव करके जानतु तांको दक्षिण पार्श्व रे रखंतु आपणकर डाहाण पार्श्व रे तांको रखंतु से आपण द्वारा प्रभावित हेबे आपणकर काम हबो निश्चित भाव हबो तो आमे ताकू सूर्य स्वर रे करवा अछि कोर्ट केस आमे आलोचना करूथले सूर्य स्वर रे आमे कोर्ट केस को नै जिवा टेंडर कथा एबे मु कहूतली टेंडर भी भरिवे सूर्य स्वर रे आउ वास्तु दोष निवारण जदि आमे वास्तु दोष निवारण करूचंती केही वास्तु विद्या आछंती बा हमकु जणा अछि आमे वास्तुर दोष को आमे बाहर करूचंती घरु आपणकर क्रीम चांट करिकी लवंग आउ माने जो भीमसेनी कर्पूर आळती जदि भी करूचे से वास्तु दोष निवारण होउछ आपण जदि रुद्राक्ष पोतुचंती घरर चारि कोण रे से भी वास्तु दोष निवारण होउछ याकू भी आमे सूर्य स्वर रे करबा उचित आपण जदि क्रीम रो रिचुअल्स करूचंती कळा कपड़ा को फिटिकिरी आमे आगुरु जानि नथले एबे स्वर ज्ञान को जेतले जानले आपण कोन करंतु ना सूर्य स्वर को एक्टिव करिकी करंतु एबे आमे जानिमा सुषुम्ना नाड़ी रो काम हला आमे जानिले आपणकर चंद्र नाड़ी रो काम सूर्य नाड़ी रो काम एबे आमे जानिबा आगो को सुषुम्ना नाड़ी रो काम आमे
बहुत बहुत धन्यवाद समस्त को समस्त भितर थिबा से परमात्मा को कोटि कोटि प्रणाम। कोटि कोटि प्रणाम आमर जन्मदाता आमर जन्मदात्री को आमर गुरु को आमर गुरुजन मान को आमर बंधु आमर हिताकांक्षी आमर हितैषी मान को पृथ्वी जल अग्नि वायु आकाश समस्त कोटि कोटि प्रणाम सहित यही स्वर ज्ञान तृतीय संध्या को आम एठी विराम दौरान पुणी थे यही अशेष अशेष कृपा पाई भगवान श्री भोले शंकर माँ पार्वती मैया भगवान श्री गणेश श्री कार्तिक श्री राघवेंद्र सरकार भगवान श्री रघुनाथ पदारविंद कोटि कोटि प्रणाम सहित आज सुंदर संध्यारे स्वर विज्ञान तृतीय संध्या को आम एठी विराम दौरान बहुत बहुत धन्यवाद बहुत बहुत धन्यवाद बहुत बहुत धन्यवाद रामराज सर, रामराज सर। थैंक यू। राम